से भाया से कहले आप जो कहानी के मत कहले
କାହିଁକି ପରୋକ୍ଷ କାରଣ ପ୍ରତ୍ୟକ୍ଷ କାରଣ ପରୋକ୍ଷ ମତେ ଆପଣ ସିଧାସଳଖ ଆର ତାତ୍ତ୍ୱିକ ବିଚାର ଏଇଟା ପ୍ରକୃତ କେଉଁ ଉଦ୍ଦେଶ୍ୟରେ ଆପଣ କହିଲେ ଆର ପ୍ରକୃତ ମର୍ମ କ'ଣ ତତ୍ତ୍ୱ କ'ଣ ମତେ ଆପଣ ବୁଝେଇକି କୁହନ୍ତୁ। ମୁହେ ଦିନ ପାରିଲି ଚିତେ ଛେଦି ସଂଶୟ କହ ମୋତେ ଯେ ମାର୍ଗେ ବୁଝିବଇ ମୁହିଁ ସେ ମାର୍ଗେ କହିବ ଗୋସାଇଁ ଯିବା ପଣ୍ଡିତ ଦୃଢ଼ମତି ଇଏ ଅନୁଭବ ସେ ଜାଣନ୍ତି ଆମ୍ଭର ଏଣେ ନାହିଁ ଜ୍ଞାନ ବିଷୟ ଜଣେ ମନ ଛଳ। ଆପଣ କ'ଣ କହିଲେ ବିଷୟ ବାସନାରେ ମୋ ମନ ଏତେ ଡୁବି ଯାଇଛି ମୁଁ ଏହାର ପ୍ରକୃତ କିଛି ଅର୍ଥ ବୁଝିପାରୁ ନାହିଁ ତେଣୁ ମୋତେ ଆପଣ ଏକେବାରେ ଠିକଣା ହିସାବରେ ସବୁ ନଦୀ ସିଧା ସଳଖ ହଁ ଏଣୁ ନ ଧରେ ଜ୍ଞାନେ ରତି ବିବେକ ନୁହେଁ ଆମ୍ଭମତି ଭୁବନେ ଫେଳ ଗୁଣ ତାହା ମୋର୍ଥେ କହ ପୁଣ୍ୟ ଦେହା ସେ ପୁରଞ୍ଜନର ବିଚାର ଶ୍ରବଣେ ଜ୍ଞାନ ହେବ ମୋର ଶୁଣି ନାରଦ ମହର୍ଷି ତା ଭାବେ କହନ୍ତି ବିଶେଷୀ ନାରଦ ବାଚ ଶୁଣ ରାଜନ ସାବଧାନ କହିବା ପରୋକ୍ଷ ଜ୍ଞାନ ପୁରୁଷ ପୁରଞ୍ଜନ ଏହି କର୍ମରୁ ପୁର କଲା ସେ ମୁଁ ପୁରଞ୍ଜନର କଥା ତତେ କହିଲି କର୍ମରୁ ପୁର କଲା ସେହି କର୍ମରୁ କ'ଣ ନା ଆମେ ଯେମିତି କର୍ମ କରିଛେ ସେଇ କର୍ମ ଫଳ ଅନୁସାରେ ଆମେ এই ଶରୀର ପ୍ରାପ୍ତ ହେଇଛି ଯେତିକି ପୂର୍ଣ୍ଣ କରିଛେ ଆମେ ସେତିକି ସୁଖ ପ୍ରାପ୍ତ ହେଉଛେ ଯେତିକି ପାପ କର୍ମ କରିଛେ ସେତିକି ଆମେ ହତାଶ ସେତିକି ଆମେ ଯନ୍ତ୍ରଣା ପ୍ରାପ୍ତ ହେଉଛେ ତେଣୁ ଜୀବ କ'ଣ କରୁଛି ନା ତାର କର୍ମ ଅନୁସାରେ ଏ ଶରୀରଟିକି ଧାରଣ କରୁଛି। ସେ ଏକ ତ୍ରୟୋଦୀ ପାଦ ବହୁ ଚତ୍ୱାର କି ନିଷ୍ପାଦ ଏମନ୍ତି ନାନା ପୁର କରି ଜୀବ ମଧ୍ୟରେ ବିହରି। এই জীব କାହାର ପାଦ ଅଛି କାହାର ଦୁଇ ପାଦ କାହାର ତିନି ପାଦ କାହାର ବହୁ ପାଦ କାହାର ପାଦ ବି ହୀନ ଏତେ ସୃଷ୍ଟିରେ ସଂସାରରେ ଜୀବ ସବୁ ଜନ୍ମ ହେଇଛନ୍ତି। କେଉଁ କର୍ମ କଲେ ଜନ୍ମ ହେବ କେଉଁ କର୍ମ କଲେ ହଁ କେମିତି ଆଜ୍ଞା ସେ ବା କର୍ମ ଫଳରୁ ଆମେ ଦେଖୁଛେ ଜଣେ ଏତେ କାଲି ମୁଁ ଆଜି ଗୋଟେ ମୋବାଇଲ ଦେଖୁଥିଲି ଛୋଟ ପିଲାଟେ ତାର ଏତେ ଜିନିଷ ତାକୁ ପଚାରୁଛନ୍ତି ମାନେ ସିଏ ସମସ୍ତଙ୍କୁ ବୁଝେଇ ଦେଉଛନ୍ତି ଯେ ମାଛ ମାଂସ ଆମେ କାହିଁକି ଖାଇବୁନି ଈଶ୍ୱର ଉପାସନା କଲେ କ'ଣ ଲାଭ ଏ ଛୋଟ ଜମା 2-3 ବର୍ଷ 4 ବର୍ଷ 2-3 ବର୍ଷ ବୋଧ ହେବ ଏଠି ଛୋଟିଆ ପିଲା ଧାଡ଼ ଧାଡ଼ ବହୁତ ବଡ଼ ବଡ଼ ଷ୍ଟାର ସବୁ ତ ପ୍ରଶ୍ନ କରୁଛନ୍ତି ଜାବିତା ବି ଲୋକ ନୁହଁ ସମସ୍ତେ ଆମେ ଜାଣୁଛେ କ'ଣ ଯେ ତାର କିଛି ଐଶ୍ୱରିକ ଶକ୍ତି ଏବଂ ତାର ପୂର୍ବ ପୁଣ୍ୟର ସ୍ୱୀକୃତି ନାହିଁ କିନ୍ତୁ ଛୋଟ ପିଲାଟା କିଛି ପଢ଼ିନି କିଛି ଜାଣିନି କିଛି ଅଧ୍ୟୟନ କରିନି ଏତେ ଏତେ ବଡ଼ ବଡ଼ ଜିନିଷକୁ ସେ କେମିତି ବୁଝେଇ ପାରୁଛି ଏତେ ବଡ଼ ବଡ଼ ଲୋକଙ୍କୁ 4 ବର୍ଷର ପିଲାଟା କୃଷ୍ଣ ଭଗବାନ କ'ଣ କହୁଛି ହଁ ଆପଣ ଯେଉଁ ଇଣ୍ଡିଆନ୍ ଆଇଡଲରେ ଦେଖିଥିଲେ କ'ଣ ତା ନାଁ ହେଉଛି ଭଗବତ କ'ଣ ତା ନାଁ ଦିଆ ହଁ 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 ପୁଣି ସେ ଶିଶୁଟି ଦେଖାଯାଉଛି କେଉଁ ଭଳିଆ ଦିବ୍ୟ ସନ୍ତାନ ଭଳିଆ ତାର ଚେହେରା ତାର ଆପିୟରାନ୍ସ ଜଣାପଡ଼ୁଛି। ତେଣୁ ଆମେ ଏଥିରୁ ଜାଣିଲେ କ'ଣ ଯେ ଯଦି ପ୍ରକୃତରେ ପୂର୍ବଜନ୍ମ ନଥାନ୍ତା ବା ସୁକୃତ ଜ୍ଞାନ ନଥାନ୍ତା ତାହେଲେ ଜଣେ ତାର ପାଟି ଖୋଲୁନାହିଁ ଏତେ ପାଠ ପଢ଼ିଛି ସେ ଦୀପତ କହିଲା ଭଳିଆ ତାର ତାକତ ନାହିଁ ସେଇଟା ହେଉଛି ଗଡ୍ ଗିଫ୍ଟ ନା। ତେଣୁ ଜଣେ ଅଳ୍ପ ପାଠ ପଢ଼ିଛି କିଛି ସେ ଏତେ ବଡ଼ 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 କଥା କେମିତି କହୁଛି ସେଇଟା ଯାହା ଭାଇନା କହିଲେ ସେଇଟା ହେଉଛି ଈଶ୍ୱରୀୟ ଦାନ ଈଶ୍ୱର ତୁମକୁ ଦତ୍ତ କରିଛନ୍ତି। ଆମେ ଗୋଟେ ଗୀତ ବୋଲି କହୁନ ସେ ଗୀତ ବୋଲିକରି ପୃଥିବୀର ପରିଚିତି ପାଇଯାଉଛନ୍ତି ଏତେ ସୁନ୍ଦର କଣ୍ଠ ଆପଣ ଦେଖିଲେ ଲୋକ ଚେଷ୍ଟା କଲେ ବି ହଉ ଜମା କ'ଣ ହେବ ସେଭଳିଆ କଣ୍ଠ କ'ଣ ଆମର ଜମା ହେବ ଆମେ ବୋଲିବା କିନ୍ତୁ ସେଭଳିଆ ଏତେ ମଧୁର ସବୁ ଲୋକଙ୍କୁ ଆକର୍ଷଣ କଲା ଭଳିଆ ଆସିବ ସବୁ ଜିନିଷଟା ସବୁ ଜିନିଷ ଭାବିଲେ ମାନେ ଏଗୁଡ଼ା ସବୁ ଗଡ୍ ଗିଫ୍ଟ ସମସ୍ତଙ୍କର
ଚେଷ୍ଟା କଲେ ବି ହେବ ହବ। କଥା ଯେ ଚରିତ୍ର ନେଇକି ଆସ ସେଇ ଜିନିଷ ସିଏ କହିଲେ ଯେ ଯାହା ତୁମେ ପ୍ରାପ୍ତ ହେଉଛ ସେଇଟା ତୁମ କର୍ମର ଫଳ, ତୁମେ ସେଇଟା ତିଆରି କରିଛ, ତମରି କର୍ତ୍ତବ୍ୟ କର୍ମ ଅନୁସାରେ ତୁମେ ସେଇଟାକୁ ପ୍ରାପ୍ତ ହେଇଛ, ତମକୁ କେହି ଦେଇଦେଇନି ବାହା ତମର ଯୋଗ୍ୟତା ଅନୁସାରେ ତୁମେ ପ୍ରାପ୍ତ ହେଇଛ। ଏଇ ଯୋଉ ସାହୁ ବାବୁ ଯିଏ ଅଛି, ଏଇ ଯୋଉ ସାହୁ ବାବୁ ଏ ଆମ ପଛରେ। ପଛ ପାଖରେ କି ତା ଝିଅଟି ମାନେ କେବେଠୁ ସେଇରକମ ହେଇଛି। ମୁଁ ଭାବିଲି ମଝିରେ କିଛି ମୋତେ ସୁବିଧା ନାହିଁ, କାଲି ଆମେ କଥା ହେଉଥିଲୁ ଯେ ଗୋଟେ ତ ମାରି ମାରିକି ପୋତି ପକେଇଛନ୍ତି ମୁଁ ଏଇଆ ଭାବିଲି, କିଛି ଶବ୍ଦ ହେଉନଥିଲା। କାଲି ରାତିରେ କିନି ବହୁତ ଚିଲଉଥିଲା, ରାତିରେ ଚିଲଉଥିଲା ମୁଁ କହିଲି ଆରେ ଅଛି କି, ମୁଁ ଭାବୁଥିଲି ଏଇଆ କିନ୍ତୁ ଦେଖିଲା ଭାଇନା ସେ କାଲି ସେ ଯେଉଁ ମିଶ୍ର ବାବୁର ମା ମରିଗଲା ସେଇ ସବୁ କାନ୍ଦୁଥିଲେ। ମୁଁ ସକାଳୁ ବା ବୁଝିଲି, ମୁଁ ଯିବି ବୋଲି ବାହାରିଥିଲି, ଏପଟେ ଆଉ ବାଟ ନାହିଁ, ସେପଟେ ବୁଲିକି ଆସି ଏପଟେ ମିଶ୍ର ବାବୁର ମା କାଲି ରାତିରେ ତାଠୁ ଖାଉଥିଲା, ସେଠୁ କହିଲା ମୋ ଛାତିଟା କାହିଁ କ'ଣ ହେଇଯାଉଛି, ଇଏ ଗାଡ଼ି କରି ଧର୍ମଶାଳା ନେଇଗଲେ, ସେ କିନ୍ତୁ ଷ୍ଟ୍ରୋକ୍ କରି ସେଇଠି ବାଟରେ ଚାଲି ଯାଇଥିଲା। ତାପରେ କଟକ ରେଫରେନ୍ସ କଲେ, କହିଲେ କଟକ କାହିଁକ ବଡ଼ଚଣା ମେଡ଼ିକାଲକୁ ନେଲେ, ବଡ଼ଚଣା କହିଲେ ଆଉ ନାହିଁ ତୁମେ ଏଠୁ ଫେରିନ, ଅଯଥା କାହିଁ କଟକ ଯାଇକି ରତାସ ହେବ, ସେ ସେଇଠୁ ଫେରିଥିଲା। ଆଜି ସକାଳେ ଗଲା ଶବ ଗଲା, ସେ ଶବ ବାହକ ଗାଡ଼ି, ସେଇ ଗାଡ଼ିରେ ସେ କାଲି ରାତିରେ ଖାଉଥିଲେ, ଖାଇବା ସମୟରେ କହିଲେ ମୋ ଛାତିଟା କ'ଣ ହେଇଯାଉଛି, ତେଣୁ ସେ ତାକୁ ହଠାତ୍ ନେଇଗଲେ ଧର୍ମଶାଳା ମେଡ଼ିକାଲ। ତା ପୂର୍ବରୁ ବି ଚାଲି ଯାଇଥିଲେ, ସେ ରେଫର କରିଦେଲେ, ତେଣୁ ଏଇଭଳିଆ ସେଇ କାନ୍ଦଟା କାଲି ଶୁଣୁଥିଲେ। କହୁଛି କି କର୍ମ ଅନୁସାରେ ଆମେ ଖାଲି ନିଜେ ତ ପାଉନାହାନ୍ତି, ଆମର ପରିବାର ବର୍ଗ ବି ସେଇ ହିସାବରେ ବଢ଼ିକି ଦେଉଛୁ। ହଁ ହେଲେ ଆମେ ନୁହଁ, ଆମ ସନ୍ତାନ ସନ୍ତତି ଆମର ସବୁ ସିଏ ବି ସେଇ ହିସାବରେ ଆସୁଛନ୍ତି। ସେଇ ହିସାବରେ ଆମ ନିଜ କର୍ମ ଆମେ ଏକରେ ହଉନି, ଆମ ସାଙ୍ଗରେ ବି ଜୋଟଉଛନ୍ତି ସେମିତି। ସେଇଭଳିଆ ଜଟେଇବେ ଆଉ। ବାପା ମା କ୍ୟାରେକ୍ଟରରୁ ଛୁଆ କିଏ ମା କ୍ୟାରେକ୍ଟର ଆଣିବ କିଏ ବାପ କ୍ୟାରେକ୍ଟର ଆଣିବ, ହଁ ଏଇଟା ଗୋଟେ ପକ୍କା। ନାଇଁ ନିଶ୍ଚିନ୍ତ ତ ସେଇଟା ଶାସ୍ତ୍ର ସେଇଆ କହୁଛି, ଆପଣ ଯୋଉଟା କହିଲେ ଆଉ ଶାସ୍ତ୍ର ସେଇଆ କହୁଛି, ଜଣେ କିଏ ଆଣିପାରେ ମାର ଗୁଣ ଆଉ ଜଣେ ବି ଆଣିପାରେ ବାପାଙ୍କର, କିଏ ବି ଦି ଜଣଙ୍କର ମିଶାମିଶି, ଏଇଟା ଏକଦମ ପକ୍କା କଥା। ଏଇଟା ପକ୍କା ତ ଆପଣ ଫେସକୁ ଦେଖୁନ ଯେମିତି ହଉଛି ସେଟା ତ ଚରିତ୍ରଟା ବି ସେଇଆ ରହିବ। ଆପଣ ଦେଖିବେ ଏଇଟା ବାପା ଭଳିଆ ହେଇଛି, ମା କହୁନାହାନ୍ତି ଠିକ ଆକୁରେ ହେଇଥିବ, ତା ବାପା ଭଳିଆ କି ମା ଭଳିଆ କି ଯାହା ସେମ୍ ଚରିତ୍ର ହବ, ସେ କିଛି ଭାବିବାର ନାହିଁ। ନହେଲେ ଜେନେଟିକ୍ ପ୍ରୋବ୍ଲେମ୍ କାହିଁ କରୁଛ, ତା ବାପର ଯଦି କ୍ୟାନ୍ସର ଥିବ ପୁଅକୁ ହବ, ସେ କାହିଁ ଯଦି ପାରାଲିସିସ୍ ଥିବ ତା ପୁଅକୁ ବୈଜ୍ଞାନିକ ମଧ୍ୟ ସେଇଟାକୁ ହଁ ସେଇ ଜିନିଷରୁ ତିଆରି ତ। ଡାକ୍ତର ମାନେ କାହିଁ କହୁଛନ୍ତି ତୋର ଏଇଟା ହଉଛି ପରମ୍ପରାଗତ ଜିନିଷ, ଏଇଟା ଭଲ ହବ ନାହିଁ, ତୁ ଔଷଧ ପତ୍ର ନେଇ ଚିକିତ୍ସାରେ ରହ। ତାଙ୍କର ସେମିତି ନେଇକି ତାଙ୍କର ଇଏ ନେଇ ଝିଅଟା ଆଙ୍କ ଭଳିଆ ଏକଦମ ଏଜ୍ଞା ଥିଲେ, ବଦଳ ହୁଏ। ପୁଅଟା ସମାନ ମା ଭଳିଆ କଥାବାର୍ତ୍ତା, ତା ମା ଭଳିଆ ଝିଅଟା ଆଙ୍କର ପୁରା ଇଏ, ସେ ବହୁତ ଭାଗ୍ୟବାନ ଝିଅ। ଗୁଡ଼ା ଆପଣ ଦେଖିବେ ଝିଅ ଗୁଡ଼ା ଯଦି ବାପ ମୁହଁ ନିଅନ୍ତି ତାହେଲେ ସେମାନେ ଶାନ୍ତିରେ ଖୁସି ରୁହନ୍ତି, ବହୁତ ଭାଗ୍ୟବାନ। ଆଉ ଯଦି ପୁଅ ମାନେ ଯଦି ମା ମୁହଁ ନିଅନ୍ତି ତାହେଲେ ଖୁସି ରୁହନ୍ତି, ଆଉ ଯଦି ଯୋଉ ପୁଅଟା ଯଦି ସେ ବାପ ମୁହଁ ନେଲା ସେ କେବେ ଶାନ୍ତିରେ ରହିପାରିବ। ଏକଦମ ଆପଣ ଦେଖିବେ ଚିଙ୍କୁଟା ଆକ୍ଚୁଆଲି ଆଙ୍କର ଦେଖିଲେ ମତେ କାହିଁ ଆକୁରେଟ୍ ଜଣା ପଡେ, ମଦନ ଭଳିଆ ତାର ଆପେରାନ୍ସ, ତାରି ଡେଗା ଭଳିଆ ପିଲା ମୁହଁ। ସର୍ଭେ ଭବନ୍ତୁ ସୁଖିମାରେ ଦଉଛି, ସେଥିରେ ସବୁ ଏ ବିଷୟରେ ଦଉଛି, ଦେଖଉଛି, ସେ ବି ବୁଝଉଛି ଏଇଟା। ଆଉ ସେ ବହୁତ ତାଙ୍କର ଅଛି ନା ଗବେଷଣା, ଆଉ ସୁନ୍ଦର ଭାବରେ ବୁଝଉନା ପଣ୍ଡିତ ବୁଝଉଛି, ଆଉ ପଣ୍ଡା ନା ନା ସିଏ ସିଏ ନୁହଁ ଏ ନାଲି ପଗଡି ବାଲା ଭାରି ସିଏ ସବୁ ବୀରେନ୍ଦ୍ର ପଣ୍ଡା ବୁଝଉଛନ୍ତି, ନା ସିଏ ଦିନେ ଦିନେ ଦଉଛି, କିନ୍ତୁ ସେ ଯୋଉ ଗୁରୁ ଯିଏ ଇଏ ଯୋଉ ରେଗୁଲାର ହଁ ଓ ଯୋଉ ଗୁରୁ, ଆଚ୍ଛା ଝଗଡ଼ା ଜ୍ଞାନ, ସେ ଜ୍ଞାନ ବହୁତ ଅଛି। ଏ ପୁରା ଗୋଲ ମୁହଁ, କଳା ଶ୍ୟାମଳ କଲର, ନାଲି ପୋଷାକ ପିନ୍ଧିଥିବେ ନାଇଁ, ସେ ପୁରା ଚନ୍ଦନ ହଁ। ତାଙ୍କର ଯେ ବସିଲେ ସବୁ ବି ସେ ବା ଲଗେଇ। ସନ୍ନ୍ୟାସୀ। ସର୍ଦ୍ଦାର ବି ଗୋଟେ ଆସୁଥିଲା, ସର୍ଦ୍ଦାର ନାହିଁ ଏବେ।
ସେ ସନ୍ନ୍ୟାସୀ ଯେ ବହୁତ ସୁନ୍ଦର ସୁନ୍ଦର କଥାରେ ମାନେ ସହଜରେ ବୁଝେଇ ଦେବେ ଅଳ୍ପ ଏତେ ବଢ଼ିଆକି ବୁଝାଉଥିବା ଅଳ୍ପ ଗାଡ଼ି ସନ୍ନ୍ୟାସୀ ନୁହଁ କି ସେଇ ସିଏ ସନ୍ନ୍ୟାସୀ ସିଏ ଯୋଉ ତାଙ୍କ କଥା କହୁ ସିଏ ସନ୍ନ୍ୟାସୀ ସେ ସଂସାର ଲେଡିଜ୍ ଆସିଥିଲେ ଏଇ ସନ୍ନ୍ୟାସୀ ଇଏରେ ଏଇ ବିରାଟ ପିନ୍ଧିକି ବ୍ରହ୍ମପୁର ଏ ଯେଉଁ ଏଠି ଖଲିକୋଟ କଲେଜରେ ଭାଷଣ ଦେଲେ। ଭାଷଣ ଦେଇ ଏଇ ଯେଉଁ ସତ୍ସଙ୍ଗ କଲେ ଆଚ୍ଛା ଆମର ସବୁ ସେଠିକି ଆମର ଯେଉଁ ଚିହ୍ନା ପରିଚୟ ମୁଖ୍ୟମନ୍ତ୍ରୀ ସିଏ କହିଲେ ଆଉ ତୁମେ ଆଜି ଛତ୍ରପୁର ଏଠିକି ଆସ 8ଟା ପରେ ଆଉ ଗାଡ଼ି ନେଇ ଛତ୍ରପୁର ଯିବେ। ଆରେ ବାବୁ ସେ ସତ୍ସଙ୍ଗ ଶୁଣି ଶୁଣି ମୁଁ ଏମିତି ପାଗଳ ହେଇଗଲି ଆଉ ସେ ଗାଡ଼ି ଫାଡ଼ି କଥା ବୁଝିଲି 9ଟା ପରେ 9ଟା ପରେ ଯେତେବେଳେ ହେଲା ଆସିଲେ ମୋର ଗୋଟେ ସାଙ୍ଗଟେ ଥାଏ ସେଠି ଆସିଥିଲା କହିଲା ଆରେ ଆମେ ଯିବା କହୁଥିଲେ ମୋ ସାର୍ ତୁ ବି କିଛି କହିପାରୁନି ଆମେ ପଳା ଦେଲେ 8ଟା ବେଳେ ଗାଡ଼ି ଦେବ ସବୁ ଡାଇରେକ୍ଟ କଟକ ଭୁବନେଶ୍ୱର ସବୁ ଯାଉଥିଲା ବସ ସିଏ ସାରା ଆମକୁ ନେବେନି ଆମେ ଛତ୍ରପୁରକୁ ଆମେ ନେବୁ କ'ଣ କରିବା ବୋଲି କହିଲେ ମୋତେ ଚାଲୁ ଏଇ ସତ୍ସଙ୍ଗ ସରୁ 9:45 ସତ୍ସଙ୍ଗ ସରିଲା ମୁଣ୍ଡିଆ ବାନ୍ଧିଲୁ ମୋ ମନ ଏମିତି ରାଗିଗଲା ସେ କଥା ଉପରେ ସେ ଏମିତି ବୁଝାଉଥିଲେ ମୁଁ ପ୍ରାୟ କେଉଁଠି ସତ୍ସଙ୍ଗ ଶୁଣିନି ଏମିତି ଏତେ ସତ୍ସଙ୍ଗ କରି ଦେଖିଛି ଯାଇଛି କିନ୍ତୁ ଏମିତି ସତ୍ସଙ୍ଗ ଶୁଣିନି। ତେଣୁ ତାପରେ ଟ୍ରେନ୍କୁ ଗଲୁ ଟ୍ରେନ୍କୁ ଯାଇକି ଦେଖିଲା ବେଳକୁ ଟ୍ରେନ୍ ବି ସବୁ ପଳେଇଲାଣି ଏକ୍ସପ୍ରେସ୍ ଗୁଡ଼ା ସବୁ ଅଛି ପୁରା ଥ୍ରୋ ଗାଡ଼ି ଛତ୍ରପୁର ଇଏ ରହିବ କ'ଣ କରିବା କହିଲେ ଟେମ୍ପୋଟାକୁ ଗଲି 200 ଟଙ୍କା ନେଲା ଖାଲି ଆଉ ଯାହା ଛଡ଼ିକି ଆସିବୁ ନା ମୁଁ ଆଉ କୁଆଡ଼େ ଯିବି ସେ ସେମିତି ସତ୍ସଙ୍ଗର ଗୋଟେ ବହୁତ ପ୍ରଭାବ ଅଛି ନା ତାର ଏତେ ପ୍ରଭାବ ଅଛି ତମ ମନ ପ୍ରାଣ ପୁରା 800 ଖଣ୍ଡେ ଲୋକ ଥିଲେ ସେମିତି ଆମ ଆଖପାଖରେ ସେମିତି ନାହିଁ ସିଷ୍ଟମ୍ ଏମିତି ସବୁ ସେତେ ଏଠି କେଉଁଠି ଏତେ ଜ୍ଞାନୀ ଏତେ ଇଏ ସବୁ ଆଜିକାଲି ସବୁ ବ୍ୟବସାୟ ଟାଇପ୍ର ହେଇଗଲାଣି। ଏବେ ସବୁ ବ୍ୟବସାୟ ଟାଇପ୍ ଦେଇଯାଉଛନ୍ତି ସବୁ ପଇସା କିନ୍ତୁ ସିଏ ତ ଜଣା ପଡ଼ୁନି ସେମିତି ପଇସା দিয়ে ସିଏ ଯିଏ କରୁছে ସିଏ ପଇସା ନେବେ ସିଏ ପଇସା ନେବେ ସିଏ ସବୁ ଯେଉଁ ସିଏ ଅଶିବାନନ୍ଦ ସରସ୍ୱତୀ ସିଏ ସବୁ ପଇସା ନେବେ ପଇସା ଜମା ନେବେ ମନେ କରୁଛନ୍ତି ଆଉ ଯେ ଭଗବାନଙ୍କ କଥା କହିବ ସିଏ ପଇସା କେବେ କାହାଠୁ ନେବନି ତାହେଲେ ତ ତମେ ହରିନାମଙ୍କ ବିକ୍ରି ଦେଖିଥିଲି କିନ୍ତୁ ତାଙ୍କର ସତ୍ସଙ୍ଗ ଶୁଣିନାହାନ୍ତି ସେଇ ଆସନ୍ତି ଯେଉଁ କଟକରେ ଶହୀଦ ଭବନ ଫହିଦ ତାଙ୍କର ସବୁ ଗୀତା ଉପରେ ସେମାନେ କ'ଣ ସେମାନେ ଗୋଟେ କୃପା ପ୍ରାପ୍ତ ହେଇଯାଇଛନ୍ତି ଈଶ୍ୱରଙ୍କର ଦୟା ପ୍ରାପ୍ତ ହେଇଯାଇଛନ୍ତି ଆଉ ତାଙ୍କ କଥାଟା ନିଆରା ହବ ସେ ଜିନିଷଟା ସ୍ୱତନ୍ତ୍ର ଜିନିଷ ତାଙ୍କ ବଡ଼ ଗୁରୁ ଶିବାନନ୍ଦ ହଁ ଶିବାନନ୍ଦ ବା ତାଙ୍କରି ସମ୍ପ୍ରଦାୟର ସେ ତାଙ୍କର ଟିକେ ଆସିଥିଲେ ସେ ଏତେ କଥା ତାଙ୍କୁ ଜଣା ଆମର ତ ବହୁତ ଶିବାନନ୍ଦ ଥିଲେ MBBS ଡକ୍ଟର ଥିଲେ ତେଣୁ ସିଏ ଜୀବନରେ ଅନୁଭବ କଲେ ଯେ ପ୍ରକୃତ ଐଶ୍ୱରିକ ଶକ୍ତି ଯେଉଁ ସମସ୍ତ ଜିନିଷ କହୁଛନ୍ତି କ'ଣ ସେ ନିଜେ ତପସ୍ୟା କରି ଯୋଗ କରିକି ସିଦ୍ଧିପ୍ରାପ୍ତ ହେଲେ ଏବଂ ତାଙ୍କରି ସମ୍ପ୍ରଦାୟରେ ଏମାନେ ସବୁ ବିରାଟ ମୂର୍ତ୍ତି ବହୁତ ଚିନ୍ମୟାନନ୍ଦ ଜ୍ଞାନାନନ୍ଦ ଶିବାନନ୍ଦ ସେ ତ ତାଙ୍କରି ତାଙ୍କରି ଦଳ ଅଜ୍ଞାନ ସଖା ଯାକୁ କହି ଈଶ୍ୱର ନାମ ଅଜ୍ଞାନ ସଖା ଅଜ୍ଞାନ ସଖା ଯେଉଁ କହୁ ସେ ହେଉଛନ୍ତି ଆମ ଭିତରେ ଆତ୍ମା ପୁରୁଷ ଏ ଜୀବ କ'ଣ କରୁଛି ନା ସବୁ କାର୍ଯ୍ୟ କରିକି ତାଙ୍କ ଆଡ଼କୁ କେବେ ଦୃଷ୍ଟି ପାତ କରୁନାହିଁ ଏବଂ ସିଏ ଯଦି ଇଏ ଶରୀରର ମାଲିକ ସିଏ ପ୍ରକୃତ ମାଲିକ ବୋଲି ଜୀବ ଏ ଜିନିଷକୁ କେବେ ଗ୍ରହଣ କରୁନାହିଁ ସବୁ ଦେହ ଜ୍ଞାନରେ ସବୁ କରୁଛି ଏ ଦେହକୁ କେମିତି ମୁଁ ଭଲ ଭାବରେ ରଖିବି ଦେହର ଯତ୍ନ ନେବି ସିଏ କହୁଛନ୍ତି ଦେହ ଈଶ୍ୱର କହୁଛନ୍ତି ଦେହର ବି ଯତ୍ନ ନିଅ ଭଲ ଭାବରେ ସେ କଥା କେହି ମନା କରୁନାହାନ୍ତି କିନ୍ତୁ ଦେହର ଯତ୍ନ ନେବା ସଙ୍ଗେ ସଙ୍ଗେ ତମ ସବୁ ସୂକ୍ଷ୍ମ ଶରୀରର ମନ ପ୍ରାଣ ଚେତନା ବୁଦ୍ଧି ବିବେକ ଆର କେମିତି ଉନ୍ନତି ହେବ ନା ତୁମେ ଯଦି ଈଶ୍ୱର ଭାବନା କରିବ ତାହାର ଉନ୍ନତି ହେବ ତାହାର ଉନ୍ନତି ହେଲେ ଶରୀରଟା ଅଟୋମେଟିକ୍ ଭଲ ରହିବ ଆଉ ତୁମେ ଯେତେ ଯାହା କର ଯଦି ତୁମର ମନ ଭଲ ନାହିଁ ତୁମ ସବୁବେଳେ ଦୁଶ୍ଚିନ୍ତା ଏବଂ ଯନ୍ତ୍ରଣାରେ ରହିଲା ବ୍ୟାଧି କେବେ ହେଲେ ତୁମର ଦେହ ଭଲ ରହିବ ନାହିଁ ମୁଖ୍ୟତଃ ମନଟା ସଦାବେଳେ ଯାହାର ପ୍ରସନ୍ନ ଓ ଆନନ୍ଦ ଭାବ ତାଙ୍କୁ କାହିଁକି ଏତେ ଜ୍ୱର ରୋଗ ହେଉନି ସେ ଯେଉଁମାନେ କହୁଛନ୍ତି ସେମାନେ କେତେ ସୁନ୍ଦର ଦେଖାଯାଉଛନ୍ତି ଦେଖିଲେ ତେଣୁ ତାଙ୍କ ମନରେ ପ୍ରାୟତଃ
କେବେ ଦୁଃଖ ଉଦ୍ବିଗ୍ନ ଭାବ ନାହିଁ, ସବୁବେଳେ ସେ ଆନନ୍ଦିତ। ସେ କଥା କହିଲା ବେଳେ ତା କଥା କହିବାର ଶୈଳୀ ଦେଖୁଛ ନା, କେମିତି ହସି ହସି କେତେ ମଜା କରୁଛି। ସେ ନାମ ରୂପରୁ ବାହାର ଏଣୁ ଅଜ୍ଞାତ ନାମ ତାର। ସେ ଯେଉଁ ଅଜ୍ଞାତ ସଖା ଯେ ଆତ୍ମା ପରମାତ୍ମାଙ୍କର ସେ ଉଚିତ ଅଂଶ, ତାର ନାମ ନାହିଁ କି ରୂପ, ତାର କୌଣସି ନିର୍ଦ୍ଦିଷ୍ଟ ନାମ ନାହିଁ। ଯାହା କହନ୍ତି ସ୍ୱର, ଯିଏ ଆମ ଭିତରେ ଅଛି ବୋଲି ଆମେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛେ। ତେଣୁ ତାଙ୍କର ନାମ ନାହିଁ କି ରୂପ ନାହିଁ। ସାକ୍ଷୀ ଦେବ ବିଚାର ହେଲେ, ହଁ ହଁ ଆମେ ସେଇଠି ଗଲେ ସାକ୍ଷୀ ଦେବ, ସେ ବିଚାର ଦେବ। ଯେ ବିଚାରଟା ହେବ, ସେ ବିଚାରଟାକୁ ସେ ସାକ୍ଷୀ ପୁରା ପ୍ରତ୍ୟକ୍ଷଦର୍ଶୀ, ସବୁ ଦେଖୁଛି, ସବୁ ଦେଖୁଛି। ସମଗ୍ର ପ୍ରକୃତି ଗୁଣକୁ ପୁରୁଷ ଇଚ୍ଛିଲେ ଭୋଗକୁ। ଆମ ଭିତରେ ଯେଉଁ ପ୍ରକୃତି ରହିଛି, ଯେଉଁ ପଞ୍ଚ ଇନ୍ଦ୍ରିୟ ମାନେ ରହିଛନ୍ତି, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ ମନ, ଏମାନେ ସବୁ କ'ଣ କରୁଛନ୍ତି? ଏମାନଙ୍କର ପ୍ରକୃତି ହେଲା କ'ଣ ନା ସଦାବେଳେ ବିଷୟ ଭାଗନା। ଜୀବ ସଦାବେଳେ ମୁଁ ଭଲ ଖାଦ୍ୟ ଖାଇବି, ଶରୀର ସଦାବେଳେ ମୁଁ ଉପଭୋଗ କରିବି, ନାସାକୁ ମୁଁ ସଦାବେଳେ ଭଲ ସୁଗନ୍ଧ ଦ୍ରବ୍ୟ ଆଗ୍ରହ। ଏମାନେ ସବୁ ପ୍ରକୃତି ମାର୍ଗରେ ସବୁବେଳେ ଜୀବକୁ ନେଇକି ପକାଉଛନ୍ତି। ତେଣୁ ଅଜ୍ଞାତ ସଖା ସହିତ ତାଙ୍କର ସମ୍ପର୍କ ସେଇଥିପାଇଁ ହେଇପାରୁନାହିଁ। ସିଏ ତାଙ୍କର ସ୍ୱତନ୍ତ୍ର ଭାବରେ ରହିଲେ, ଇଏ ତାଙ୍କର ସ୍ୱତନ୍ତ୍ର ଭାବରେ ତାଙ୍କର କାମ କରି ଚାଲିଲେ। ସମଗ୍ର ପ୍ରକୃତି ଗୁଣକୁ ପୁରୁଷ ଇଚ୍ଛିଲେ ଭୋଗକୁ, ଦେବେ ପୁରନବ ଦ୍ୱାରେ ରଚନା କଲେ ସେ ବ୍ୟବହାରେ। ଏଇ ଯେଉଁ ପୁରଟିକି ନିର୍ମାଣ କଲା ଜୀବ, ତାର ବାଟ ହେଉଛି ନଅଟି। ନଅଟି କି ଆମର ଚକ୍ଷୁ, ନାସା, କର୍ଣ୍ଣ, ଆମ ପାଟି, ଆଉ ଆମର ଇନ୍ଦ୍ରିୟ, ପ୍ରଯୋଜନ କେନ୍ଦ୍ର ଏବଂ ଗୁଣ୍ୟ ଦ୍ୱାର, ଏସବୁ ମିଶିକି ରହୁଛି ନଅଟି ଏହାର ବାଟ ରହିଲା। ଏମାନଙ୍କର ସବୁ ସ୍ୱତନ୍ତ୍ର ଅଲଗା ଅଲଗା କାମ। ତା କାମ ସେ କରୁଛି। ଏ ପୁରେ ହସ୍ତପଦ ଘେନି କରଇ କର୍ମ ଲାଭ ହାନି। ହସ୍ତପଦ ଦ୍ୱାରା ଜୀବ ସମସ୍ତ କର୍ମ ସମ୍ପାଦନ କରେ। ସେ ପୁରେ ଥାଇ କରେ ଭୋଗ ମାୟା ନିର୍ବନ୍ଧେ ଅନୁରାଗ। ଏ ପୁର ଅନ୍ୟ ପୁର ଦେଇ ଭୋଗ ସୁଖାଦି ନୁହେଁ ତହିଁ। ଏ ଯେ ମାନବ କଳେବର ଅଶେଷ ଦେହ ମଧ୍ୟ ସାର। ତୁମେ କିଛି ପୂର୍ବଜନ୍ମରେ କିଛି ସୁକୃତ କରିଥିଲ ବୋଲି ଏ ମାନବ ଶରୀରଟିକି ପ୍ରାପ୍ତ ହେଇଛ। ତେଣୁ ମାନବ ଶରୀର ପ୍ରାପ୍ତ ହେଇଛ ଯଦି ତାର ପ୍ରକୃତ ଉପଯୋଗ କର, ତାହେଲେ ମାନବ ଜୀବନର ସଫଳତା ହେବ। ମାନବ ଜୀବନ ନୁହେଁ ଖାଲି ଆମେ ଖାଇ ପିଇ ବିଷୟ ବାସନ ଉପଭୋଗ କରି ପୁଣି ମୃତ୍ୟୁ ଆମର ହେବ। ଆମେ ଏଇ କର୍ମ ଭିତରେ ବର୍ତ୍ତମାନ ରହିଛେ, ଖାଇ ପିଇକରି ବିଷୟ ବାସନ ଉପଭୋଗ କରିକି ପୁଣି ଆମର ମୃତ୍ୟୁ ହେଉଛି। ସେ କହୁଛନ୍ତି ନା, ଏଇଥିପାଇଁ ଏଇ ଜୀବନ ତୁମକୁ ଦିଆଯାଏନି। ତୁମେ ଯେହେତୁ 84 ଲକ୍ଷ ଜୀବମାନଙ୍କ ଭିତରେ ଶ୍ରେଷ୍ଠ, ତେଣୁ ତୁମକୁ ଶ୍ରେଷ୍ଠ କର୍ମ କରିବାକୁ ପଡ଼ିବ। ବୁଝୁନାହାନ୍ତି? ମନ୍ଦିରକୁ ଆସି ସେ ପଡ଼ିବ। ହଁ ହଁ। ଏ ପୁର ମଧ୍ୟେ ଜୀବ ରହି ଇନ୍ଦ୍ରି ବିଷୟ ରସେ ମୋହି। ବିବିଧ ସୁଖ ଭୋଗ ସାର ଜୀବ ଭୁଞ୍ଜଇ ମନ୍ଦିର। ଜୀବ କ'ଣ କରୁଛି ନା, କେବଳ ସବୁବେଳେ କେମିତି ସୁଖ ପ୍ରାପ୍ତି ହେବ, ସେ ଯାହା ଚାହୁଁଛି ସବୁଗୁଡ଼ିକ ଜିନିଷ କେମିତି ତା ପାଖରେ ପହଞ୍ଚିଯିବ, ଯାହା ଯାହା ସେ ଚାହୁଁଛି। ତେଣୁ ଆରି ଭିତରେ ଜୀବ ଏଇ ଶରୀର ମନ୍ଦିର ଭିତରେ ରହିକିରି ସବୁବେଳେ ଚାହୁଁଛି ମୁଁ କେମିତି ଭଲରେ ରହିବି, ମୁଁ ଯାହା ଚାହୁଁଛି ମୋତେ କେମିତି ସବୁ ଜିନିଷ ମିଳିଯାନ୍ତା। ସେଗୁର ମଧ୍ୟ ବୁଦ୍ଧି ନାରୀ ଏକା ସେ ସର୍ବତ୍ର ବିହରି। ତାର ନାରୀ କି ଆ ଭିତରେ ତାର ସ୍ତ୍ରୀ କି ବୁଦ୍ଧି କହନ୍ତି ନାଇଁ ଯେ ବୁଦ୍ଧିଟା ନଷ୍ଟ ହେଇଗଲା। କହନ୍ତି ଗୋଟେ ଗୋଟେ ଜିନିଷ ବୁଦ୍ଧିଟା ନଷ୍ଟ ହେଇଥିଲେ ସେ ଭଳିଆ ଗୋଟେ ଏତେ ବଡ଼ ମାରାତ୍ମକ କାର୍ଯ୍ୟ କରିଥାନ୍ତା। ତେଣୁ ବୁଦ୍ଧି ତୁମର ଘର
ସଂସାର ଭିତରେ ତୁମର ନାରୀଟି ଯଦି ବୁଦ୍ଧିମାନ ପ୍ରକୃତ ହେବ ସିଏ ତୁମକୁ ହାତ ଧରିକିରି ତୁମକୁ ଠିକ୍ ବାଟରେ ଶୈଳୀକି ନହେଲେ ସଦାବେଳେ ତୁମକୁ ଭଲ ବାଟରୁ ଗୋଡ଼କୁ କାହାରେ ସେ ଟାଣେ ଜମା ସେଥିରେ ପୁରେଇ ଦେବନି ଆଉ ତୁମେ କେତେ ଏବେ ଭିଡ଼ ଭିଡ଼ି ହେଇକି କେତେ ଚେଷ୍ଟା କରି ଛାଡ଼ିକୁ ଆଗେଇବ। ତେଣୁ ଆପଣଙ୍କ ନିଜର ଉନ୍ନତି ପାଇଁ ନାରୀର ଭୂମିକା ବହୁତ। ଆମ ଯେଉଁ ଗୃହସ୍ଥାଶ୍ରମରେ ଆମେ ରହିଛେ ଏ ସନ୍ନ୍ୟାସୀ ହେଇଗଲା ତାର ଗଲା ଅଲଗା କିନ୍ତୁ ଗୃହସ୍ଥାଶ୍ରମରେ ରହିକରି ସ୍ତ୍ରୀର ଯଦି ପୂର୍ଣ୍ଣ ସହଯୋଗ ନ ପାଇବ ତାହେଲେ ଭଗବତ ଆରାଧନା କରିପାରିବ ନାହିଁ। ସେ ଯେ ମମତେ ହୁଏ ଛନ ବୋଲଇ ମୋର ସଦନ। ସ୍ତ୍ରୀଟା କ'ଣ କହୁଛି ନା ମୋର ଘର ଦ୍ୱାର ଭଲ ମନ୍ଦ ଏସବୁ ଜିନିଷ ମୋର ସେ ଯେତେବେଳେ ସବୁ ଜିନିଷକୁ ଭାବୁଛି ତମକୁ ସେଇ ଜିନିଷ ମୋର ଭିତରେ ସେ ସଦାବେଳେ ରଖିବା ପାଇଁ ଚାହିଁବ। ସେ କେବେ ଚାହିଁବନି ଯେ ଭଗବତ ଆଡ଼କୁ ଯାଉ। ସେ ମାୟାର ଗୋଟେ ମୂର୍ତ୍ତି, ସେ ମାୟାର ଗୋଟେ ଅବତାର। ସେ ସ୍ତ୍ରୀଟା ହେଉଛି ମାୟା। ସେ ସଦାବେଳେ ଚାହିଁବ ଯେ ଏ ବିଷୟ ଭୋଗ ପ୍ରତି ଇଏ କେମିତି ମୋ ସ୍ୱାମୀ ସବୁବେଳେ ବିଷୟ ଭୋଗ ପ୍ରତି କେମିତି ଆସକ୍ତ ହେବ, ଏ ପରମାର୍ଥ ଆଡ଼କୁ ନ ଯାଉ। ସେ ନାରୀ ବସେ ଜୀବ ଥାଇ ଇନ୍ଦ୍ରିୟ ଭୋଗେ ତୁଷ ବୋଇ ଇନ୍ଦ୍ରିୟ ଗଣ ବୁଦ୍ଧି ସଖା ତା ବୃତ୍ତି ମାନେ ସଖୀ ଲେଖା। ଗୋଟିଏ ଇନ୍ଦ୍ରିୟ ତୁମେ ଯେତେବେଳେ ଭୋଗ କରିବ ତା ପାଖକୁ ତାର ସଖା ସଖୀ ସବୁ ଅଛନ୍ତି, ସେ ସବୁ ମିଶିକିରି ଘେରି ପଡ଼ିବେ। କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଏଇମାନେ ସବୁ ହେଉଛନ୍ତି ଇଏ ଜୀବର ଶତ୍ରୁ। ଗୋଟିଏ ଇନ୍ଦ୍ରିୟକୁ ତୁମେ ଯେତେବେଳେ ଭୋଗ କରିବ ଅନ୍ୟମାନେ ସମସ୍ତେ ଚାହିଁବେ ନାଇଁ ଏଇଟା ମୋରି ବାଟରେ ଚାଲିବ। ଯେ ଜ୍ଞାନ କର୍ମେନ୍ଦ୍ରିୟ ଗଣେ ପୁରୁଷ ଭୋଗ ବିଷ ଟାଣେ। ଏ ଜ୍ଞାନ କର୍ମେନ୍ଦ୍ରିୟ ଗଣେ ପୁରୁଷ ଭୋଗ ବିଷ ଟାଣେ। ଏ ସମସ୍ତ ଇନ୍ଦ୍ରିୟ ଗୁଡ଼ିକ କ'ଣ କରିବେ ନା ଭୋଗ ରୂପକ ଯେଉଁ ବିଷ ଅଛି ସେ ବିଷ ତାଙ୍କୁ ସବୁବେଳେ ପାନ କରିବାରେ ସେମାନେ ରହିବେ, ଚେଷ୍ଟିତ ରହିବେ। ଏ ସଦାବେଳେ ବିଷୟ ରୂପକ ବିଷକୁ ପାନ କରୁ। ଏ ଜ୍ଞାନ କର୍ମ ଇନ୍ଦ୍ରିୟ ରସ ଏହାଙ୍କ ଭୋଗେ ଜୀବବଶ। ଏ ପାପ ପୁଣ୍ୟ ଆଦି କରି ବଳେ ଭୋଗଇ କର୍ମ ଧରି। କ'ଣ କରେ ନା ପାପ ପୁଣ୍ୟ ମିଶିକିରି ସବୁ କାର୍ଯ୍ୟ କରେ। କେତେବେଳେ ତ ଯଜ୍ଞ ଫଜ୍ଞ ଧର୍ମ କର୍ମ କାମ କଲେ କେତେବେଳେ ପାପ ଆଡ଼କୁ ତାର ମତେ ଟଳି ଆଣେ। ତେଣୁ ମିଶ୍ରିତ କାର୍ଯ୍ୟ କରେ। ଇଏ ପୁର ଦ୍ୱାରୀ ସର୍ପ ଯେହି ଏ ଦେହେ ପ୍ରାଣ ଅଟେ। ସେଇ କହିଲେ ନା ଅହିଟି ଅଛି ଦ୍ୱାରକୁ ଜଗିଛି ସଜରେ ଟିକେ ତା ପୂର୍ବକୁ ଜଗି ନଥିଲା। ତାର କ'ଣ ନା ପଞ୍ଚଟା ହେଉଛି ତାର ମସ୍ତକ। ନାରଦ କହୁଛନ୍ତି ଯେ ପ୍ରାଚୀନ ନଗରୀ ରାଜା ଏଇ ଯେଉଁ କହିଥିଲେ ଯେ ଦ୍ୱାରକୁ ସର୍ପ ଜଗିଛି ତାର ପଞ୍ଚ ମସ୍ତକ ବିଶିଷ୍ଟ ଇଏ ହେଉଛି ତୁମ ଶରୀରର ପଞ୍ଚ ପ୍ରାଣ। ପଞ୍ଚ ପ୍ରାଣ କ'ଣ କରେ ନା ତୁମର ଶରୀରର ସମସ୍ତ କ୍ରିୟାକୁ ସେ ସମ୍ପାଦନ କରେ। ଜଠର ଅଗ୍ନିରେ ସେ ହଜମ କରେ। ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳିତ ହୋଇକରି ସମସ୍ତ ରକ୍ତକୁ ଶୋଧନ କରେ। ସମସ୍ତ କାର୍ଯ୍ୟ ପ୍ରାଣ ବାୟୁ ଦ୍ୱାରା ହେଉଛି। ବାୟୁ ଯଦି ବିଷମ ହୋଇଗଲେ ସାଙ୍ଗେ ସାଙ୍ଗେ ଲୋକର ମୃତ୍ୟୁ। ଯେମିତି ଆମେ ଶୁଣିଲେ କାଲି ଜଣେ ଖାଉଥିଲା ହାର୍ଟର କଲା ମରିଗଲେ। ବାୟୁ ବିଷମ ହୋଇଗଲେ ବାଲାନ୍ସରେ ଚାଲୁଛି। ଯଦି ସେଇଟା ବିଷମ ବହୁତ କମିଗଲେ ଲୋକ ମରିବ, ବହୁତ ବଢ଼ିଗଲେ ବି ମରିଯିବ। ତେଣୁ ବାୟୁ ହେଉଛି ପ୍ରାଣ ବାୟୁ। ଜୀବନ କହିଲେ ବାୟୁ ହେଉଛି ତୁମର ଜୀବନ। ତେଣୁ ସେ ଯେଉଁ ପୁରକୁ ଜଗିଛି କିଏ ଯେତେବେଳେ ଛାଡ଼ିଦେବ ଇଏ ପୁରଟି ଟଳି ପଡ଼ିବ। ତେଣୁ ସେ ଯେଉଁ ତତ୍ତ୍ୱ ଦେଇଥିଲେ ଉପଲକ୍ଷ୍ୟ ସେ ହେଉଛନ୍ତି ସେ ସର୍ପ ହେଉଛନ୍ତି ଏ ପଞ୍ଚ ପ୍ରାଣ। ଉଦାନ ବ୍ୟାନ ସମାନ ଏସବୁ ପବନ। ଏ ପବନ କେଉଁଠି ରହନ୍ତି ଶରୀରରେ? ବ୍ୟାନ ବାୟୁ କେଉଁଠି ରୁହେ, ସମାନ ବାୟୁ କେଉଁଠି ରୁହେ, ଉଦାନ ବାୟୁ କେଉଁଠି ରୁହେ, ସବୁ କେଉଁଠି ରହିକିରି କ'ଣ କ'ଣ କାର୍ଯ୍ୟ ତାଙ୍କର ଅଛି। ଏ ପଞ୍ଚବୃତ୍ତିରେ ସଂସାର କହିଲୁ ପଞ୍ଚଶୀର ମହତ ଘଟ ଯାହା କହି ମନର ନାମ ଅଟେ ସେଇ। ସେ ଦଶ ଇନ୍ଦ୍ରିୟଙ୍କ ନାୟକ ତାକୁ ଜିଣନ୍ତା ନାହିଁ ଲୋକ। ଏ ଦଶ
ମାଲିକ ହେଉଛି ମନ। କର୍ମେନ୍ଦ୍ରିୟ 5, ଜ୍ଞାନେନ୍ଦ୍ରିୟ 5, ମନ 11। ତେଣୁ ଆଙ୍କର ମାଲିକ ହେଉଛି ମନ। ଯୁଆଡ଼କୁ ନେବ ସେ ସିଆଡ଼କୁ ସମସ୍ତେ ବୁଝିବେ। ମନ ଯାହା କହିବ ସେ ସେଇଆ କରିବେ। ତେଣୁ ଶୁଦ୍ଧ ମନ ଯେତେ ହେଇଥିବ ତାହେଲେ ଶୁଦ୍ଧ ବିଚାର ଦେବ, ଅଶୁଦ୍ଧ ମନ ଯେତେ ହେଇଥିବ ତମ ଅଶୁଦ୍ଧ ବିଚାର ଦେବ। ସେଇ ଅନୁସାରେ ଇନ୍ଦ୍ରିୟ ମାନେ କାର୍ଯ୍ୟ କରିବେ। ମନ ଯଦି କହିଲା ଭଲ କାମ କର, ଇନ୍ଦ୍ରିୟ ମାନେ ଭଲ କାମ କରିବେ। ମନ ଯଦି କହିଲା ଖରାପ କାମ କର, ଇନ୍ଦ୍ରିୟ ଖରାପ କାମ କରିବେ। ତାକୁ ଜିଣଇ ଯେବେ ଜନ ସେ ଯୋଗୀ ତିନି ଭୁବନ। ମନକୁ ଯଦି ଜୟ କରିଗଲ ତାହେଲେ ତୁମେ 3 ଭୁବନରେ ମହାଯୋଗୀ ହେଇଗଲ। ସମସ୍ତ ଇନ୍ଦ୍ରିୟକୁ ତୁମେ ଜୟ କରିବ। ଉତ୍ତର ଦକ୍ଷିଣ ଯା କହି ରାଜ୍ୟ ପଞ୍ଚାଳ ଦେଶ ସେଇ ପଞ୍ଚ ବିଷୟ ଏହା ତୁ ବୁଝ ମହିପାଳ। ପଞ୍ଚ ବିଷୟ କହିଲେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। ଏଇ ଯେଉଁ 5ଟା ରହିଲା ଆମର ଜ୍ଞାନ ଇନ୍ଦ୍ରିୟ ରହିଲା, ତାର 5ଟା ବିଷୟ ରହିଲା। ଆଖି ସଦାବେଳେ ସୁନ୍ଦର ରୂପକୁ ଭଲ ପାଇବ, କାନ ସଦାବେଳେ ସୁନ୍ଦର ଶବ୍ଦକୁ ଭଲ ପାଇବ, ନାକ ସଦାବେଳେ ସୁଗନ୍ଧ ଦ୍ରବ୍ୟକୁ ଭଲ ପାଇବ, ପାଟି ସଦାବେଳେ ସୁଆଦିଆ ଜିନିଷକୁ। ତାଙ୍କର ସବୁ କାର୍ଯ୍ୟ ହେଉଛି ଏଇଆ। ଆଉ ଚର୍ମ ଗୋଟେ ଜ୍ଞାନେନ୍ଦ୍ରିୟ, ସେ ସଦାବେଳେ ସ୍ପର୍ଶଟାକୁ ସୁଖ ପ୍ରାପ୍ତ ହେବ। ଇନ୍ଦ୍ରିୟ ଛିଦ୍ର ଯେତେ କହି ପୁରୀ ନବ ଦ୍ୱାର ସେହି ଏ ବିନି ଚକ୍ଷୁ ନାସା କର୍ଣ୍ଣ ଯେ ମୁଖ ଗୁହ୍ୟ ଲିଙ୍ଗ ସ୍ଥାନ ଏହାକୁ ନବ ଦ୍ୱାର କହି ଇନ୍ଦ୍ରିୟ ଗଣ ସ୍ଥାନ ଏହି ଏ ସଙ୍ଗେ ଜୀବର ଗମନ ବିଷୟ ପରେ ଆସ୍ୱାଦନ। ଏଇ ଦ୍ୱାର ବାଟ ଦେଇକରି ଜୀବ କ'ଣ କରୁଛି ନା ସମସ୍ତ ବିଷୟକୁ ଉପଭୋଗ କରୁଛି। ତାର ଏଇ ମାନେ ହେଲେ ସବୁ ସହଯୋଗୀ ଇନ୍ଦ୍ରିୟ। ନୟନ ମୁଖ ନାସା ତାର ଏ ପୂର୍ବ ଦିଗ ପଞ୍ଚଦ୍ୱାର। ନୟନ ମୁଖ ନାସା ତାର, ନୟନ ହେଲେ 2, ମୁଖ ହେଲେ 1, ନାସା ହେଲେ 5ଟା। ये पूर्व दिग पंचद्वार, ये पूर्व मंत्र मुख, ये पंचद्वार। उत्तर दक्षिण जा कही बिनि कर्म द्वार सही। उत्तर दक्षिण मिले 2 खाना। पश्चिम दिगे बिनि द्वार ये लिंग गुह्य रूपवर ये नव द्वारेण निर्मित जिहा विषय आसादित सेवन्ति आत्मारे विहरी एक आगसई हृदयता विमुखी 2 चक्षुर नाम बुलाई ये बिनि द्वारे पुरंजन परई रूप स्वादन। से पुरंजन कौन कला ये चक्षु माध्यम से नारीर रूप को देखी तार प्रति आकर्षित होकर तार जीवन को से कौन कला ना नष्टभ्रष्ट कर। नलिनी नालिनी 2 नासिका नाम जे अटई द्वारे अवधूत नाम गंधादि आमोद पवन सुगंध दुर्गंध सहित ये द्वारे घेनई निरते बदन नामे मुख्य द्वार रसज्ञ वाक्यता मधुर। पाटे कौन करे ना बहुत भल जिन खाइबे कथा कह पाटे यहाँ हूँ 2टा काम। स्वादु अस्वादु द्रव्य ये द्वारे आस्वादे निरते पितृहूति बहुज नाम ये कर्ण दक्ष वाम ये श्रुति युगे पुरंजन तरी शब्द आस्वादन। से जो पुरंजनी जहाँ विवाह होता तार सुंदर सुंदर कथा प्रति केते एकाकति मिनती होता तू मत पदे कथा कह अभिमान को तोर भांगे ताले मु किछि खाइने पीने जाइली मन को जाइली मृगायन मनते बर्तमान मु बहुत क्लांत हो पड़ी। तेणु तू अभिमान भंग करी मत टिके मधुर कथा घंटा के ये श्रुति युगे पुरंजन करे शब्द आस्वादन निंदा स्तवन वाक्य गति द्वारे घेनई निरते। ये कान द्वारा आम कौन कर प्रशंसा कला आम खुशी होचे आमको जे निंदा कला कटुवाक्य कहला आम भारी क्षुब्ध
ଯେ ସାଧୁ ସେ କୌଣସି କଥା ପ୍ରତି କର୍ଣ୍ଣ ଦେବ ନାହିଁ। ତାକୁ ସବୁ କଥା ସମାନ ଲାଗିବ। ପ୍ରଶଂସା କଲେ ତାକୁ ଯେମିତି ତୁମେ ନିନ୍ଦା କଲେ ମଧ୍ୟ ସେ କଥା ପ୍ରତି ସେ ଗୁରୁତ୍ୱ ଦେବ ନାହିଁ। ସେ ଜାଣିଛି ଯେ ପ୍ରତି ମୁହୂର୍ତ୍ତରେ ଏଇଭଳିଆ ସିଚୁଏସନ୍ ଆସିବ, ମୁଁ ଯଦି ଏଗୁଡ଼ାକ ଶୁଣିବି ତାହେଲେ ମୋ ଲକ୍ଷ୍ୟ ଆଡ଼େ ମୁଁ ଯାଇପାରିବି ନାହିଁ କି ସାଧାରଣ ଭାବରେ ମୁଁ କିଛି କରିପାରିବି ନାହିଁ। ଏ ଘଟଣାକୁ ଭଗବାନ ଏକାଦଶ ସ୍କନ୍ଧରେ ମଧ୍ୟ ଉଦ୍ଧବଙ୍କୁ ଭଲ ଭାବରେ ବୁଝେଇଛନ୍ତି ଯେ ନିନ୍ଦା କାନରେ କିଛି ଶୁଣିବନି, ଯାହା ସବୁ ଶୁଣୁଛ ସେଗୁଡ଼ା ହେଉଛି ମାୟା। କାହିଁକି ନା ସେ ଜିନିଷଟା ତୁମକୁ ବିପଥଗାମୀ କରିବା ପାଇଁ ଏ ଶବ୍ଦଟି ଆସି ତୁମ କତିରେ ପହଞ୍ଚିଗଲା। ମୁଁ ତୁମକୁ ଗୋଟେ ଖରାପ ଶବ୍ଦ କହିଲି, ତୁମକୁ ସେଇଟା ବହୁତ ବାଧିଲା, ତୁମେ ତ ଭିତରକୁ ନେଇଯିବ, ତାହେଲେ ତୁମକୁ ସେ ପୁରା ଯେମିତି ଦଂଶନ କରି ପକାଏ ନା, ସେମିତି ଶରୀରକୁ ସେ ଦଂଶନ କରି ପକାଇବ। ସେ ବାକ୍ୟଟି ଶବ୍ଦରେ ଏତେ ରହିଛି ପ୍ରଭାବ। ଯଦି ତୁମେ ତାକୁ ଭିତରକୁ ନ ନେଲ ତାହେଲେ ସେ ତାର ବାଇ ଇଆଡ଼େ ପଳେଇବ, ଆଉ ଭିତରକୁ ଗଲା ନାହିଁ କି ତୁମକୁ ଆଉ ହଇରାଣ କରିବ ନାହିଁ। ଆମେ କ'ଣ କରୁଛୁ ଭାଇନା ମୋତେ କାହିଁ ଏହା କହିଲେ, ମୁଁ ସେଇ କଥାଟାକୁ ଗୁରୁତ୍ୱ ଦେଇକରି ଆମେ ସେଇ କଥା ଉପରେ ଇଏ କରୁଛେ। ନାଇଁ ମୋତେ ଗାଳିଥିଲେ କି ମୋତେ ଖରାପ କହିଲେ କି ମୋତେ କ'ଣ କେଉଁଟା କହିଲେ, ନାଇଁ ସେ କହୁଛି ପ୍ରତ୍ୟେକ କଥାକୁ ତୁମେ ସମାନ ବୋଧ କର, ତାହେଲେ ସାଧନା ପଥରେ ଯିବ, ନହେଲେ ତୁମ ସାଧନା ହେବନି। ପ୍ରତି ମୁହୂର୍ତ୍ତରେ ଏଭଳିଆ ଘଟଣା ଘଟିବ। ଅହଂକାର ରହିଲେ ଅସୁବିଧା ହୁଏ। ହଁ, ପ୍ରକୃତି ନିବୃତ୍ତି ଦୁଇ ଶାସ୍ତ୍ର ପଞ୍ଚାଣ ବୋଲି କହି, ଏ ପିତୃଜାନ ଦେବଜାନ ଗତିରେ କରଇ ଗମନ, ଏ ମାର୍ଗେ ଥାଇ ନିରନ୍ତର ଯେ ଇଚ୍ଛା ସୁଖେ ନିରୂପବର, ଆସୁରୀ ଦ୍ୱାର ଲିଙ୍ଗ ସ୍ଥାନ ଦ୍ରୁମଦ ଉପସ୍ତର ନାମ, ବ୍ୟବହାର ନାମେ ଅତି କହି ପ୍ରଜା ସର୍ଜନା କରେ ତମେ। ତେଣୁ ତୁମକୁ ଦିଆଯାଇଛି ଯେଉଁ ପ୍ରଯୋଜନ ବା ଲିଙ୍ଗ ସ୍ଥାନ ଦିଆଯାଇଛି, ତୁମର କେବଳ ସଂସାର କରିବା ପାଇଁ ପୁତ୍ର କନ୍ୟାର ଆବଶ୍ୟକତା ଯେତିକି ସେତିକି ତୁମକୁ ଅନୁମତି ଦିଆଯାଇଛି। ଏଇ ଯେଉଁମାନେ ସବୁ ସାଧକ ହେଉଥିଲେ ବା ସଂସାର ଛାଡ଼ି ଚାଲି ଯାଉଥିଲେ, ଏମାନଙ୍କର ସେଇ କାମନା ଉପରେ ବା ବିଷୟ ଭୋଗ ଉପରେ ତାଙ୍କର ବହୁତ ଥିଲା, ନିୟନ୍ତ୍ରଣ ଥିଲା। ତାଙ୍କର ଯେତିକି ଆବଶ୍ୟକ ସେତିକି ବିଷୟ ସେମାନେ ଉପଭୋଗ କରୁଥିଲେ। ହେଲେ ପୃଥୁ ଯେତେବେଳେ ଆସିକରି ପହଞ୍ଚିଲେ ସନତ କୁମାର ଚାରି ଭାଇ, ସେ କ'ଣ କହିଲେ ଯେ ମୋ ପାଖରେ କିଛି ନାହିଁ ଦେବାକୁ। କାହିଁକି ନା ମୁଁ ଆକାଶକୁ ଆଗରୁ ଦେଇ ସାରିଛି, ଏ ରାଜ୍ୟ ମୋର ନୁହଁ, କୌଣସି ଧନ ସମ୍ପଦ ମୋର ନୁହଁ, ମୁଁ ଆକୁ ଅଲରେଡ଼ି ଈଶ୍ୱରକୁ ଅର୍ପଣ କରିସାରିଛି। ତେଣୁ ଯାହାକୁ ଜଣକୁ ଦେଇଦେଇଛି ଆଉ ତ ତାକୁ ଆଉ ଜଣକୁ ଦେଇ ହେବନି। ତାମାନେ ସେମାନଙ୍କର ମନୋବୃତ୍ତି କୋଉ ଭଳିଆ ଥିଲା, କେତେ ତ୍ୟାଗ ମନୋବୃତ୍ତି ଥିଲା ଯେ ଏ ସବୁ ଜିନିଷ ମୁଁ ଖାଲି ଜଗିଛି, କିନ୍ତୁ ଆର ମାଲିକ ମୁଁ ପ୍ରକୃତରେ ନୁହଁ। ତାର ଦୁର୍ଭାଗ୍ୟ ବୁହେ ଦ୍ୱାର ନିରତି ନାମଟି ତାହାର, ବୈଶେଷ ନାମ ନରକ କହି ସେ ଦ୍ୱାର ମଳ ଉଚ୍ଚର କହି, ଦେହର ସମସ୍ତ ବର୍ଜ୍ୟବସ୍ତୁ ଯେଉଁଗୁଡ଼ା ଅଦରକାରୀ ପଦାର୍ଥକୁ ସେମାନେ ସବୁ ବାହାର କରିଦେବେ। ମଳଦ୍ୱାର ଏବଂ ମୂତ୍ରଦ୍ୱାର ପଟେ ଅନ୍ଧ ବୋଲି ବୋଇଲୁ ଯାଏ ପାଣି ପାଦ ବୋଲି ତାହା, ଇନ୍ଦ୍ରିଙ୍କ ବିଷୟ କହିବା ଶୁଣତା। ଏ ପାଣି ପାଦକୁ ଅନ୍ଧ ବୋଲି ମୁଁ କାହିଁ କହିଛି ନା, ମନ ଯାହା ଦେଶ କଲେ କହାଣେ ଏତେ ଆର ଆଉ କିଛି ଭାତ ଭିତରେ ନାହିଁ, ହେଉଛନ୍ତି ଅନ୍ଧ। ଇନ୍ଦ୍ରିଙ୍କ ବିଷୟ କହିବା ଶୁଣତା ନିର୍ଣ୍ଣୟ, ଆଦାନ ପ୍ରଦାନ ଯେ କରେ ଯେ ଯାହା ବିଷୟ ଅଧିକାରୀ, ଦ୍ୱିତୀୟ ଅନ୍ଧ ଯେ ପୟର, ପ୍ରଥମ ଅନ୍ଧ ହେଲା ହାତ, ଦ୍ୱିତୀୟ ଅନ୍ଧ ହେଲା ପାଦ। ଚୋରି କରିବା, ଚାଲଟା ଘରେ ଯିବା, ଯାଇକି ମର୍ଡର କରିବା, ତାର ସର୍ବନାଶ କରିବା, ତାର ସେଠି ବଳାତ୍କାର କହିବା ଚିର ବିଚାର, ଇନ୍ଦ୍ରିୟ ଯୋଗେ ପୁରଞ୍ଜନ କାମାର୍ଥେ କରଇ ଗମନ, ଅନ୍ତର ପୁର ବୋଲି ଯାହା ହୃଦୟ ପଦମ କହି ତାହା, ବିଶୁଚି ନାମଟି ଯାହାର ଏ ମନ ନାମ ରୂପବର, ତା ବସେ ଥାଇ ପୁରୁଷ ଭଜଇ ହରସ ବିରସ, ଏ ଜୀବ ପ୍ରକାଶୀ ଚଳଇ ବୁଦ୍ଧି ଚହିକି ଚଳାଇ, ତା ବସେ ପୁରୁଷ ଧୀନ କରଇ ନାନା କର୍ମମାନ, ଏ ଦେହ ରଥ ସ୍ୱରୂପେଣ তোতে করেছি তোতে কহিছি পুরাণ আনন্দে কবার।
ସିଆଡ଼କୁ ଯିବୁ। ତେଣୁ ତୋର ବୁଦ୍ଧି ଯଦି ଉତ୍ତମ ବୁଦ୍ଧି ହେଇଥିବ ଉତ୍ତମ ବାଟରେ ଯିବ, ଯଦି ତୋର ମନ୍ଦ ବୁଦ୍ଧି ହେଇଥିବ ମନ୍ଦ ବାଟରେ ଯିବ। ଏ ରଥେ ଅସ୍ୱରୂପ ହୋଇ ଇନ୍ଦ୍ରିୟ ମାନେ ଛନ୍ଦେ ରହି। ଏ ରଥର ଅଶ୍ଵ ସବୁ କିଏ? ନାଇଁ ଇନ୍ଦ୍ରିୟ ଗୁଡ଼ିକ ସବୁ ଆରମ୍ଭ ହେଉଛନ୍ତି ଅଶ୍ଵ। ପଞ୍ଚ ବିଷୟ ମାର୍ଗେ ହୃଦୟ ଗମନ୍ତି ସଂବତ୍ସର ଯାଏ। ଈଶ୍ୱର ଆଜ୍ଞାରେ ନିର୍ମିତ ଏ ରଥେ ସକଳ ସଂଯୁକ୍ତ। ଏ ରଥେ ପୁଣ୍ୟ ପାପ ହୁଇ ଯେ ଚକ୍ର ରୂପେ ତହିଥା। ଏ ସଂସାର ସାରା ଜୀବ କ'ଣ କରେ ନା এই জীব କ'ଣ କରେ? କେବଳ ଦୁଇଟି ଜିନିଷ ସଂଗ୍ରହ କରେ। ଗୋଟିଏ ହେଉଛି ପାପ, ଗୋଟିଏ ହେଉଛି ପୁଣ୍ୟ। ଯାହାର ଅତ୍ୟନ୍ତ ଶୁଦ୍ଧ ବୁଦ୍ଧି ଉତ୍ତମ ବୁଦ୍ଧି ସେ ପୁଣ୍ୟ ସଞ୍ଚୟ କରିବ, ଯାହାର ମନ୍ଦ ବୁଦ୍ଧି ସେ ପାପ ସଞ୍ଚୟ କରିବ। ଧ୍ୱଜ ସ୍ୱରୂପେ ତିନି ଗୁଣ ରଥ ବନ୍ଧନ ପଞ୍ଚ ପ୍ରାଣ। ଧ୍ୱଜ ହେଉଛି ତିନି ଗୁଣ ସତ୍ୱ ରଜ ତମ। ଏ ରଥର ଧ୍ୱଜ ହେଉଛି এই ତିନି ଗୁଣ। ବୁଦ୍ଧି ସାରଥି ରୂପେ ରହି ମନ ରଶ୍ମି ଅଟେ ତହିଁ। ଲଗାମଟା ବୁଦ୍ଧି ଧରିଛି ଅଶ୍ୱକୁ, ତେଣୁ ଅଶ୍ୱକୁ ଯୁଆଡ଼େ ନିର୍ଦ୍ଦେଶ ଦେବ ବୁଦ୍ଧି ସେ ସିଆଡ଼େ ଚାଲିବ। ହୃଦୟ ପଙ୍କଜରେ ରଥି ବସିବାସନତା ତଥି ରଥ କୁଅର ଦ୍ୱନ୍ଦ୍ୱଭାର। ଇନ୍ଦ୍ରିୟ ବିଷୟ ତହିଁସର ଶପଥ ଧାତୁ ଆବରଣ। ତାର ବିକ୍ରମ ମୂର୍ତ୍ତି ଜାଣ। ଇନ୍ଦ୍ରିୟ ରସେ ରସୁ ଥାଇ ସେ ମୃଗ ତୃଷ୍ଣାରେ ଖାମଇ। ଯେ ଯାହା ବିଷୟ ରସୀଣ ଆସ୍ୱାଦ କରି ଅନୁକ୍ଷଣ। ଧନ୍ୟ ଯେ କର୍ମ ଏହାଙ୍କର ଦୁର୍ଜୟ ଦୁଷ୍ଟ ଦୁରାଚାର। ଏ জীব ভঞ্জে ইন্দ্রি মুখে অজ্ঞানমতি মোহ দুঃখে। মৃগ তৃষ্ণার জল করি ভঞ্জে মায়া মিথ্যা ভরি। ଯେମିତି କହନ୍ତି ମୃଗ ତୃଷ୍ଣା, ଆମେ ଯଦି ମରୁଭୂମିରେ ଯିବା ଆମକୁ ସବୁଆଡ଼େ ଯେମିତି ଜଳମୟ ଦେଖାଯିବ, କାହିଁକିନା ବିସ୍ତୀର୍ଣ୍ଣ ପ୍ରାନ୍ତର ଏବଂ ସେଟା ଗରମ ଦିନେ ଅନୁଭୂତ ହେବ ଯେ ଜଳ ଆଗରେ ଅଛି। କିନ୍ତୁ ମୃଗ ତୃଷ୍ଣା କ'ଣ କୁହନ୍ତି? ତୁମେ ଯାଇ ଯାଇ ଶେଷରେ କେଉଁଠି କିଛି ପାଇବନି ଜଳ। ସେମିତି ଏ ଶରୀର ରୂପକ ଯେଉଁ ବିଷୟ ଭୋଗ ବାସନା କରି କେବେ ତା ଦେହରେ ତ ତୁମେ ଶାନ୍ତି ପ୍ରାପ୍ତ ହେବ ନାହିଁ। ଯେମିତି କହିଛି ଅଗ୍ନିକି ଯେତେ କାଷ୍ଠଘୃତ ଦିଏ ସେ ଯେମିତି ସବୁ ପାଇବ, ଆହୁରି ଦେଲେ ବି ଆହୁରି। ସେମିତି ମନୁଷ୍ୟ ଯେତେ ଐଶ୍ୱର୍ଯ୍ୟ ପାଉ, ଯେତେ ନାରୀ ସୁଖ ପାଉ, ଯେତେ ସିଏ କେବେ କହିବନି ଯେ ମୁଁ ଶାନ୍ତି ହେଇଗଲି, ମୋର ଆଉ ଆବଶ୍ୟକତା ଏଇଟା କେବେ କହିବ ନାହିଁ। ସେ କହିବ ଆହୁରି ମୋର ଆବଶ୍ୟକ ଅଛି। କାଳର ଗତି ନ ଜାଣି ମାୟା ଭୋଗୀ ମତ ହୋଇ ନିରତେ ହରେ ନିଜ ପ୍ରାଣ ନ ଜାଣି ମୂଢ଼ ଜ୍ଞାନ। ସେ ଜାଣିପାରେ ନାହିଁ ଯେ ପ୍ରତ୍ୟେକ ମୁହୂର୍ତ୍ତ ମୋର କାଳ ଆଡ଼କୁ ଅଗ୍ରସର ହେଉଛି, ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଛି। ଗୋଟିଏ ଦିନ ଚାଲିଗଲା ପରେ ମୋ ଜୀବନ ଆୟୁଷର ଗୋଟିଏ ଦିନ ସେ ଯାର ଖାଲି ଖାଇଲେ ବସିକିରି ସେ କ'ଣ ଜାଣିଥିଲା ଆଉ ଗୋଟେ ସେକେଣ୍ଡ ପରେ କି 2 ସେକେଣ୍ଡ ପରେ ମୁଁ ମରିବି। ମାନେ ଭଲ ଲୋକଟା ଆମେ ଯେମିତି ବସିଛେ ସେମିତି ସେ ବସିଛନ୍ତି ନା। ତେଣୁ ସେଇ ମୁହୂର୍ତ୍ତଟା ପାଇଁ ଆମେ ସତର୍କ ହେବାର ଆବଶ୍ୟକତା ଅଛି। ପ୍ରତ୍ୟେକ ମୁହୂର୍ତ୍ତରେ ମୋର ମୃତ୍ୟୁ ଆସିପାରେ, ତେଣୁ ମୃତ୍ୟୁ ପୂର୍ବରୁ ମୋର କ'ଣ କରିବାର ଆବଶ୍ୟକତା ଅଛି। ମୃତ୍ୟୁ ଚିନ୍ତା ନାହିଁ ବୋଲି ଆମେ ଭାବୁଛେ ଆମେ ମରିବା ନାହିଁ, ଏଇଟା କହିଦେଉଛେ ମରିବା, କିନ୍ତୁ ଆମେ ଭାବୁଛେ ଆମେ ମରିବା ନାହିଁ। ସେଇ ଯୋଗୁଁ ଯୁଧିଷ୍ଠିର ମହାରାଜ କହିଲେ ସର୍ବଦା ମୃତ୍ୟୁଟାକୁ ଆଗରେ ରଖ। ଯେ ଭାବିବ ଯଦି ମୋର ପ୍ରତ୍ୟେକ ମୁହୂର୍ତ୍ତରେ ଯେ ମୁଁ କେତେବେଳେ ହିଁ ମରିଯିବି, ତାହେଲେ ତୁମର ଚେତନା ଶକ୍ତି ଆସିବ, ତୁମେ ସତର୍କ ହେବ, ଭୁଲ କାର୍ଯ୍ୟ କରିବା ପାଇଁ ଅଗ୍ରସର ହେବ ନାହିଁ। ଆମେ ଏଇ ଆଲୋଚନା ବେଳେ କହିଦେଉଛେ ଯେ ହଁ କେତେବେଳେ ଯିବ, କିନ୍ତୁ ଆମେ ଜାଣିଛେ ଆମେ ମରିବା ନାହିଁ। କାହିଁକି? ଯଦି ଆମେ ଏଇଟା ଜାଣିଥାନ୍ତେ ଆମ ଦେହକୁ, ଆମର ମନକୁ, ଆମର ଘରକୁ, ସଂସାରକୁ ଯେତିକି ସଜଉଛେ, ଆମର ଗୁଣକୁ ଆମେ ସେତିକି ସଜଉଛେ। ଆମର କେମିତି ଗୁଣ ବୃଦ୍ଧି ହେବ, ଆମର ଚେତନା ବୃଦ୍ଧି ହେବ, ଆମର କେମିତି ଯଶ ଖ୍ୟାତି ବୃଦ୍ଧି, ଆମେ ସେକୁ କ'ଣ ସଜଉଛେ? ଆଉ ଜାଣିଲେ କେମିତି? ଏଇଆକୁ ଆମେ ଜାଣିଛେ ଭଲ କି ସେଇଟା ଜାଣିଛେ।
ନିରତି ହରି ନିଜ ପ୍ରାଣ ନ ଜାଣେ ମୂଢ଼ ଜ୍ଞାନ ଏ ସଂଗୋଚର ରୂପେ କାଳ ଚଣ୍ଡ ବେଗ ନାମେ ଗୋପାଳ ହରି ହରି ବୋଲ। ବହୁତ ବଡ଼ ବିଷୟ ଏ ବୁଝେଇବେ। ଦୁଇ ପାଖେ ଅଛି, ଚାରି ପାଖେ ଅଛି, 6 ପାଖେ ଅଛି, କାଲି ବି ସରିଲା 7 ପାଖେ ଅଛି। ଆଜି କଲା ପରେ ଦେଖିବା ସବୁ କଥା ଗୁଡ଼ା ମୂଳରେ ରୁଟ୍ ହେଉଛି ରୋଟି କପଡ଼ା ମୁଖା। ଇଏ 3ଟା ଜିନିଷ ଯାହାର ଅଛି ଏସବୁ ଚିନ୍ତା କରିପାରିବ। ଆଚ୍ଛା ମନୋଭାବ କଥା କହିଲେ କହିଲେ ଗୋଟେ ପଦ ସେଇ ମୁଁ ଏବେ କହିଥାନ୍ତି ସେ ବିଷୟରେ ଆଉ ଗୋଟେ ଆଖ୍ୟା ଦେଇ କହିଥାନ୍ତି କିନ୍ତୁ କହିଦେଲେ ସେ ସାଧା କଥା କହିଥାନ୍ତି। ସେ ମଣିଷ ସେଇଥିପାଇଁ ସେଇ ରାସ୍ତାରେ ଗଲେ ତାର ଅଛି ତାର ଠିକ୍ ଅଛି ସବୁ ଅଛି। ନହେଲେ ଇଏ ସଂସାରକୁ ଆମେ ଆସିଛେ କ'ଣ ପାଇଁ ସାଂସାରିକ ହେଇଯାଇଛି। କେତେ ଲୋକଙ୍କୁ କେତେ ବିପଦ ଅଛି ହଁ କହୁଛନ୍ତି। କେତେବେଳେ କେଉଁ ବୁଥରେ କେତେବେଳେ କ'ଣ ଆଉଛି କ'ଣ କରୁଛି। ମାନେ ଦେଖନ୍ତୁ ମଣିଷ ଜନ୍ମ ପାଉଛନ୍ତି ସେଟା ଭଗବାନ ଯେତେବେଳେ ସେଟା ନଦୀଠାରୁ ଜନ୍ମ ଗଲା ତୁ ଏଇ ଯେଉଁ ତିଆରି କରିକି ଛାଡ଼ିଲୁ କିଏ ଭଲରେ ଅଛି। ଯିଏ ଭଲରେ ଅଛି ଭଲ ରହିଲେ ସିନା ମୁଁ କାହାର ପାଇଁ ଭଲ ଚିନ୍ତା କରିବି। ଚିନ୍ତା କରିବି ମୁଁ ଯେହେତୁ ମୁଁ ନିଜେ ଭଲରେ ନାହିଁ ମନେ କଥା କ'ଣ ଚିନ୍ତା କରିବି। ନାଇଁ ଯିଏ ବି ଭଲରେ ଅଛି ସିଏ ବି କ'ଣ କରୁଛି କି ସିଏ ବି ଭୁଲ ଭାଲ କରୁଛି ସବୁ କରୁଛି। କ'ଣ କରାଯିବ। କହିଲେ ଧନ ସମ୍ପଦର ଆମର ଚେତନାର ଭଲ ଚେତନା କାହାର କେତେ ସୁଦ୍ଧା ରହିଛି। ଏଇ ଯେଉଁ ଜିନିଷ ପଢ଼ା ହେଉଛି ଏଇଟା କୌଣସି ଭୌତିକ ଜିନିଷ ସହିତ ଏହାର ତୁଳନା ନାହିଁ। ଏ ହେଉଛି ଯେ ତୁମର ମନଟା କେତେ ବିଶୁଦ୍ଧ ରହିଛି। ତୁମେ ଗରିବଟିଏ ହୁଅ କିନ୍ତୁ ସେ ଲୋକଟା ନେଇ ଶ୍ରଦ୍ଧାରେ ଜଣକୁ ଡାକିକିରି ନିଜେ ଖାଉନି ତା ଭାବି ଅଧା ଦେଉଛି କି ତାକୁ ଖାଇବାକୁ ଦେଉଛି। ମୋର ସବୁ ଅଛି ମୋର ଦେଉନି ତାକୁ ଢୁକିବାକୁ ନେଇ ପଡ଼ା। ଏଇଟା କ'ଣ ଆମର ଚେତନା ବିହୀନ ଜୀବ ଆମେ। ନାଇଁ ଇଏ ତ କହି ଦେଖୁଛି ଆମେ ଗୋଟେ ସେ ତ ଆମକୁ ସାଧାରଣ ଶିକ୍ଷା କରିବା। ଦେଉଛି ସେ ଆମକୁ ଯାହା ଦେଉନାହାନ୍ତି। ପାଖରେ ଯଦି ପଇସା ଅଛି ତାକୁ ତିଆରି ଖଣ୍ଡ ଦେଲେ ବସିବା ପାଇଁ ଆଉ ତା ତଳେ ବସିଲେ ଶିକ୍ଷିତ ହେଲେ ମୋତେ ଜ୍ଞାନ ଥିଲେ ମୋତେ ଖାଲି ତାଳି ମାରିବା ପାଇଁ ବସିବ। ପଇସା ଯାହାକୁ ଅଛି ତାକୁ ସମାନ ମିଳୁଛି। ଆଉ ଯାହାକୁ ଏଇ ରୁଟି କପଡ଼ା ମକାନ କଥା କହିଲି ଯାହାକୁ ଘରେ ଦୁଇଟା ଖାଇବା ପାଇଁ ଅଛି ଘରଟେ ଅଛି ରହିବା ପାଇଁ ଅଛି ଆଉ କପଡ଼ା ଲତା ନିଜେ ପିନ୍ଧିବା ପାଇଁ ଗୋଟେ ଅଛି ତେବେ ଯାଇକି ୟାକୁ ସେ ଚିନ୍ତାଧାରା କରିବ। ଆଉ ଯେତେବେଳେ ମୋର ତ ସବୁବେଳେ ଅବସ୍ଥା ରାତି ପାଇଲେ ମୋତେ ଚିନ୍ତା କଲାଣି ଛୁଆଙ୍କ ପାଇଁ ରୁଟି ଦୁଇ ଖଣ୍ଡ କେଉଁଠି ଆଣି କରି କେଉଁଠି ଯୋଗାଡ଼ ହେବ। ଆପଣ ଚିନ୍ତା କଲେ ଆଉ ଯେତେବେଳେ ଆସିବ ଅଭାବ ଅସୁବିଧାରେ ଥିଲେ 10-50 ବର୍ଷ 100 ବର୍ଷ ତଳରେ ସେତେବେଳେ ଲୋକମାନଙ୍କର ଯେଉଁ ବିଶୁଦ୍ଧ ବୁଦ୍ଧି ଯେଉଁ ପ୍ରକାର ସାହାଯ୍ୟ ସହଯୋଗ ମନୋବୃତ୍ତି ଥିଲା ଆପଣ କହୁନ ନା। ବର୍ତ୍ତମାନ ତ ଲୋକମାନେ ବହୁତ ଭଲରେ ଅଛନ୍ତି। ଗୋଟେ ସାଧାରଣ ଲୋକ ଘରେ ଦେଖିବେ ତାର ଅସୁବିଧା ନାହିଁ କିନ୍ତୁ ଏଇ ଜ୍ଞାନ ଚେତନା ତାର ସେତିକି ବର୍ତ୍ତମାନ ବଢ଼ିଛି। ଆଉ ତାହେଲେ ଆର ପଇସା ଐଶ୍ୱର୍ଯ୍ୟ ସହିତ କିଛି ସମ୍ପର୍କ ନାହିଁ। ଆର ମନୋବୃତ୍ତି ମୋର ଇଚ୍ଛାଟା ଅଛି ଦାନଟେ ଦେବା ପାଇଁ ଅଥଚ ମୁଁ ଦେଇପାରୁନି କାହିଁକି ଦେଇପାରୁନି। ଆପଣଙ୍କର ସାମର୍ଥ୍ୟ ଆପଣଙ୍କ କତିରେ 5 ଟଙ୍କା ଅଛି ଆପଣ 5 ପଇସା ଦେଇପାରିବେ। ମୋ କତିରେ 50 ଟଙ୍କା ଅଛି ମୁଁ 5 ଟଙ୍କା ଆପଣ ସିଏ ତ ଶାସ୍ତ୍ର କହୁଛି ତମର ଯେତିକି ସାମର୍ଥ୍ୟ ସେତିକି ବଢ଼ାଇବା କଥା ନାହିଁ। ମୋର ମୁଠାଟେ ଦେବେ ଚାଉଳ ଲୋକ କ'ଣ କରୁଥିଲେ ନା ଭିକାରୀକି ଦାନ କରିବେ ବୋଲି ଆଗ ଯେତେବେଳେ ରୋଷେଇ କରିବାକୁ ନେଉଥିଲେ ଆମ ବାପା ମା ମାନେ ଜାଣିଥିବେ ମୁଠାଏ ଚାଉଳ ଅଲଗା ରଖି କାହିଁକି ରଖୁଥିଲେ ସେତେବେଳେ ଲୋକଙ୍କର ଅବସ୍ଥା କ'ଣ ବହୁତ ଦରିଦ୍ର ଥିଲା। ବର୍ତ୍ତମାନ କହିଲେ କାହା ଘରେ ଅଛି ଅଲଗା ଜାଗା ଅଛି ଚାଉଳ ରହିଛି ପଇସା ଅଭାବ ନାଇଁ ଏବେ ଏବେ କୁହନ୍ତୁ ସମସ୍ତେ ଭଲରେ ଅଛନ୍ତି ଏବେ କେହି ନାହିଁ ସେମିତି କାହିଁକି ତାହେଲେ ସେଇଟା କେମିତି ପଳେଇଲା। ନାଇଁ, ଆପଣ ଏବେ ଭଲ ନାହାନ୍ତି ନା ନାଇଁ ଆମ କଥାରେ ଐଶ୍ୱର୍ଯ୍ୟ ମୋ କଥାରେ ବର୍ତ୍ତମାନ କ'ଣ ଆମ ସମସ୍ତଙ୍କ କତିରେ ପଇସା କିଛି କିଛି ଅଛି ଚଳିବା ପାଇଁ ସବୁ ସୁବିଧା ଅଛି। ଆମେ ଏତେ ଦୁଃଖରେ ଯଦିଓ ଆମ କତିରେ ପ୍ରଚୁର ପରିମାଣରେ ନାହିଁ ଆମେ ରଖିନା ସଂସାର କଥା ଚିନ୍ତା କର ହଁ, ଆମ ସଂସାର କଥା ଚିନ୍ତା ଆଗଠାରୁ କର। ଏବେ ଭଲରେ ଅଛି। ଆଉ ଆଗଠାରୁ ଏବେ ଭଲ ଅଛି। ବହୁତ ଭଲରେ ଅଛନ୍ତି ନା। ଲୋକ କି ଅବସ୍ଥା ବହୁତ ସେମାନେ ଶାନ୍ତିରେ ଅଛନ୍ତି ଥିଲେ। ଇଏ ଅବସ୍ଥାରେ ଅଛନ୍ତି ସେମାନେ ମାନୁଥିଲେ ଗୁରୁ ଗୁରୁଜନ ମାନୁଥିଲେ ଗାଁ ଗଣ୍ଡାକୁ ମାନୁଥିଲେ ଦିଅ ଦେବତାକୁ ଲୋକ ମାନୁଥିଲେ 7 ଦିନ 8 ଦିନ ଉପାସ ରହିଲେଣି ଦେଖିବ ଗଲେ କୋଉଠି କିଏ କାହିଁ ଉପାସ ଉପାସ ରହୁଛି ଅଛି କି?
କି ସୁବିଧା ସମସ୍ତେ ତମ ଘରେ କରୁନାହିଁ ତାଙ୍କ ଘରେ 3 ବସ୍ତା ଚାଉଳ ଥୁଆ ହେଇଛି। ଆସିବା ଟଙ୍କା ଚାଉଳ ଦଉଛି ସମସ୍ତଙ୍କର ପିଲା ଛୁଆ ଅଧିକ ଥିଲେ, ଅସୁବିଧା ହେଉଥିଲା, ରୋଜଗାର ନଥିଲା, ବହୁତ ଅସୁବିଧା ଥିଲା। ମାଣ୍ଡିଆ ଯାଉ, କୋଳଥ ଯାଉ, ସିଏ ବହୁତ ବହୁତ ରୋଗ କହିହବନି। ବ୍ୟାଧି ନଥିଲା, ରୋଗ ବ୍ୟାଧି ବି ନଥିଲା ନା, କହିହବନି ଏତେ ଲୋକଙ୍କର। ରୋଗ ବ୍ୟାଧି ବି ନଥିଲା ଏତେ। ରୋଗ ଶୁଣ କିଛି ଆସିଛି, ଏମିତି ରୋଗ ଥିଲା ଏଇ ଯେଉଁ ହଇଜା ଫଇଜା ରୋଗ ସବୁ ମରିକି ସଫା ଆଉ ହେଇଯିବ। ସିଏ ହଇଜା ଗୋଟେ ଥର ଆସିବ ଆଉ ନଥିଲା କାହିଁକି, ଜ୍ୱର ହେଉଥିଲା ଏମିତି ହେଉଥିଲା। ବହୁତ ଅସୁବିଧା ନା, ଏବେ ନା କିଛି ଆମର- ଅସୁବିଧା ନାହିଁ। ଏଇଟା କଣ ଅସୁବିଧା ନାହିଁ? ଏଠି ଏଇଟା ଚିକିତ୍ସା ସୁବିଧା ହେଲା। ରିମୋଟ ଏରିଆକୁ ଯାଆନ୍ତୁ ନା ଯୋଉ ଏରିଆରେ ହଉ, ଯୋଉ ଏରିଆରେ ହୁଅନ୍ତୁ, କୋଉ ଏରିଆରେ ଆଗ ଆଗଠାରୁ ଅପେକ୍ଷା ଅସୁବିଧା। ବହୁତ ଭଲରେ ଅଛନ୍ତି। ନା ଆଗଠାରୁ ଅସୁବିଧା ନାହିଁ। ଏଟା କି- ଯୋଉଠି ପହଞ୍ଚିବା କଥା ନୁହଁ ସେଠି ଯାଇକିରି ବର୍ତ୍ତମାନ ସରକାର ପହଞ୍ଚି ତାଙ୍କ ପାଇଁ ରାସ୍ତାଘାଟ, ସ୍କୁଲ ଏବଂ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସବୁ ନେଇ ପହଞ୍ଚେଇ ଦଉଛନ୍ତି। ନା, କିଛି ଜାଗା ରହୁଛି କିନ୍ତୁ ନାଇଁ ନାଇଁ କିନ୍ତୁ ମ୍ୟାକ୍ସିମମ୍ ଜାଗା ବର୍ତ୍ତମାନ କଣ ଭଲରେ ଅଛନ୍ତି ନା ନାହିଁ? ଛୋଟ ସମୟରେ ଆମେ ଗୋଟେ ଜାଣିଛୁ, ଜାଣିଛୁ ଗୋଟେ ପଇସା କାହା କତିରେ ଥିଲା କହିଲ? 5-10 ଟଙ୍କା ଇଲେକ୍ଟ୍ରି କୋଉଠୁ ଆସୁଥିଲା ନା କଣ ଥିଲା? କଣ ଥିଲା କି ଦୀପ ଜାଣୁଥିଲେ ବା? ଦୀପ ଆମେ ତ ଡିବିରେ ହଁ, ପଢିଛୁ। ଦିବ୍ୟ ପଡୁଛୁ ଆମେ ନା ଦିବ୍ୟ ଲଣ୍ଠଣ। ହଁ, ବାସ୍। ବାପା ଏକା ସବୁ ହାଟକୁ ଯାଇଥିବେ, ଭଲ ହଁ। ମନ୍ଦ କରିଦେବେ, ଇଏ କରିଦେବେ, ଆମେ ଲଣ୍ଠଣ ନେଇ ଯାଉ ତାକୁ ତା ବାଟକୁ। ବାଟରୁ ଆଣିବା ପାଇଁ ସେଇ ଲଣ୍ଠଣ? ଏଇ ଲଣ୍ଠଣ ସେ ଭଲ ଲଣ୍ଠଣ ଗୋଲିଆ କାଚ ହଁ, ଥିଲା, ହଁ। ଜମା ଲିଭିବନି। ନା ଯେତେ ପାୱାର ଲାଗେ ଆଗେ ଦିବ୍ୟ ଗୋଟେ ସାଇକେଲ ପାଇଁ ମୁଁ ବା ଯାଇଛି ଭାଇ ସେଇ ଭାବୁଥିଲେ, ଏବେ କାର ପାଇଁ ଲୋକ ଭାବୁଛନ୍ତି ନା କଣ? ଗୋଟେ ସାଇକେଲ ପାଇଁ ଭାବୁଥିଲେ, ଏବେ କାର ସାଇକେଲ ପାଇଁ କୋଉଠି ଭାବୁଛନ୍ତି। ଥିଲା କେହି ଜଣ କହିଲେ? ସାଇକେଲ ଭାବୁଥିଲେ ବା ବଡ ଜିନିଷ। ଦେଖୁବାକୁ ଆଉଥିଲେ ସୁନଗାଡି ଯାଉଛି। ଆମ ଗାଁରେ ଆମ ଆଉ ଗାଁରେ ସେ ଆମର ନଥିଲା ନାଇଁ ତାଙ୍କର ଥିଲା, ତାରି ଗୋଟିଏ ଥିଲା। ଚିନ୍ତା କର। କାହିଁକିନା ସିଏ ଗୋଟିଏ ଲୋକ ଥିଲା, ତାର ଗୋଟିଏ ସାଇକେଲ ଥିଲା। ମୁଁ ଜାଣିବି ଏଇଟା ଘରେ ଘରେ 3-5ଟା କାର, 3-5ଟା ମୋଟର ସାଇକେଲ, 3ଟା ସାଇକେଲ କଥା କିଏ ପଚାରେ? ସବୁ ସବୁ ସାଇକେଲ ନାଇଁ ସେତେବେଳକୁ ରୋଗ ବ୍ୟାଧି ବି ଏମିତି ନଥିଲା ବେଶୀ ମଦ ଗଞ୍ଜେଇ ବି ଲୋକ କେତେବେଳେ ଖାଉଥିଲେ କି? ଏବେ ସବୁ ଶୁଣି ଘରେ ଘରେ ମଦ। ବେଶୀ ବା ପଇସା ହେଲା, ପଇସାଟାକୁ ଏ ବାଟରେ ଆପଣ ଖର୍ଚ୍ଚ କଲେ। ମଦ ଗଞ୍ଜେଇ ନିଶା ଅଫିମ ଖର ହେଲେ ଆଉ ଦାନ ଦେବ କୋଉଠୁ? ନାଇଁ ଆମେ ଗୋଟେ ମନ୍ଦିର କରିଦେବା, ନହେଲେ ଗୋଟେ ମସଜିଦ କରିଦେବା, ନହେଲେ କୋଉଠି ଯାହା କରିବା କଥା। ଦେଶରେ ସବୁଠୁ ବର୍ବାଦ ଜିନିଷ ହଉଛି ମଦ। ଏମିତି କିଛି ବନ୍ଧାରା ଲୋକଙ୍କର ସବୁ ନାହିଁ। ଆଉ ସେ କୁଆଡ଼େ ଇଏ କରିବ? ଜଣ ତ ବାଚା ଏଇ ଦେଇଛି ବର୍ତ୍ତମାନ ଗୋଟେ ସମୀକ୍ଷା ଯେ ଏପ୍ରିଲ ମାସରେ 635 କୋଟି ଟଙ୍କାର ମଦ ଖାଇଛନ୍ତି ଓଡ଼ିଶାରେ। 635 କୋଟି। ବୋଲେ ଆଉ କ'ଣ ରହିବ ତା ଦେହରେ ପୁଣି ହାର୍ଡ ବେଶୀ 283। କେତେ କେତେ ହଜାର କୋଟି ଟଙ୍କା ସରକାର ଲୋନ କରିଛନ୍ତି। କଣ ଲୋନ? ଏଗୁଡାକ ବେଶୀ ବର୍ବାଦ କରୁଛି, ଲୋକଙ୍କ ଜୀବନ ନଷ୍ଟ କରୁଛି, ବେଶୀ ଖର୍ଚ୍ଚ କରୁଛି। ଆ ଦ୍ୱାରା କେବେ ସମାଜର ଉନ୍ନତି ହବ? ଏମିତି ହବ? ଆପଣ ଯେ କହୁଛନ୍ତି ଆୟ ହେଲା, ଏ ସିଏ ବା ଆଡ଼େ କେତେ ମର୍ଡର କଲେ, କେତେ କଣ କଲେ, କେତେ ଦୁନିଆ ବର୍ବାଦ ହଉଛି। 180 ଟଙ୍କା ଦେଇକି ଘର ଡାଲି ଖାଇପାରିବେ, ମୁଁ ତ ଖାଇପାରୁନି। କଣ ମୁଁ ତ ଖାଇନାହାନ୍ତି ଖାଇପାରୁନି। ଆପଣ ଉପାସ ଅଛି। ଉପାସ ଅଛନ୍ତି? ଆପଣ ଉପବାସ କଥା ପଡ଼ିନି। ନା ଆପଣ ଆଣୁନଥିବେ ବେଶୀ ରେଟ୍ ବୋଲି, କହନ୍ତି ମୁଁ କାହିଁ ନେବି ଏତେ ରେଟ୍ ଦେଇ? ଆମ ନେବେନି। ଆପଣଙ୍କର କଣ ସାମର୍ଥ୍ୟ ନାହିଁ କିଣିବା ପାଇଁ? କଥାଟା କୋଉଠି ମୁଁ ଆପଣଙ୍କ ମୋ ଭିତରେ କମ୍ପେୟାର ସେଇ- ବର୍ତ୍ତମାନ ଆମର ଦୁନିଆଟା ଇଏ ଅବସ୍ଥା, ଲୋକ ଏମିତି ବି ଅଛନ୍ତି 5 ଦିନ ଭୋକ ଉପାସରେ ପଡ଼ି ରହୁଛନ୍ତି। ସେ କଥା ଆପଣ ମାଛ ମାଂସ କେତେ କଟା ହଉଥିଲା, ହଜାର ହଜାର ଟ୍ରିପ୍ ଆଉଛି, ମାଛ ମାଂସ କଟା ହେଇ ଲୋକ ହୋଇ ନେଇ ଯାଉଛନ୍ତି। 600-700 ଆଡେ ଯୋଉଟା ଆପଣ କହୁଛନ୍ତି ଭଲରେ ଅଛି ସେ ଅନୁସାରେ କେତେ ହଜାର ଇଲିଶ କୋଟି କିଲୋ ଟଙ୍କା 2400 କିଣିଲେ ମୁଁ ଯାଇଛି 2400। ଭଲରେ ଅଛି। ଇକୋନୋମିକ ମ୍ୟାନେଜମେଣ୍ଟଟା କରନ୍ତୁ ସେଇଟା ବହୁତ ବର୍ତ୍ତମାନ ଲୋକଙ୍କର ମାନେ ଡେଭଲପ ହେଇଛି, ଲୋକଙ୍କର ବହୁତ ଭଲରେ ଅଛନ୍ତି। ଆଗରେ କିଛି ନଥିଲା, ଲୋକ ଖାଇବାକୁ ପାଉନଥିଲେ, ଉପବାସ ରହୁଥିଲେ। ସେ ଯାହା କହିଲେ ମଦନ ଯାଉ ଅମୁକ ଖମୁକ ଖାଇକିରି ଜୀବନ ସିଏ ତ ଛାଡ଼ନ୍ତୁ, ସେଇଟା ପରେ ସେ ଯାଉ ଖାଇବା ଇଏ କରିବା, ସେପଟେ ପ୍ରଡକ୍ସନ୍ ହେଉଥିଲା, ପପୁଲେସନ୍ କମ୍ ଥିଲେ, ସେ କଥା ଛାଡ଼ନ୍ତୁ। ବର୍ତ୍ତମାନ ପପୁଲେସନ୍ ହିସାବରେ କିନି ଆପଣ ଏଇଟା ଉନ୍ନତି ବହୁତ ହେଇଛି। ଏଇ କାଲି ଲୁଖୁରୀ ତାର ସେ ମୋବାଇଲ ଚଲେଇବ, ଆପଣ ସେଇଟା ଚଲେଇ ପାରିବେନି। ନାଇଁ ସେ ସେଇଟା କଥା, ସେ ଯୋଉ ଡେଭଲପମେଣ୍ଟ କଥା ସେଗୁଡ଼ା ମୁଁ କହୁନି। ମାନେ ରୁଟି କପଡ଼ା ମକାନ ଏ 3ଟା କଥା ମୁଁ କହୁଛି, ଆଉ ଅଧିକା କଥା ନୁହେଁ। ଏଇଟା ଆଗ ଅପେକ୍ଷା ବର୍ତ୍ତମାନ ଏଇଟା ସଫିସିଏଣ୍ଟ ଲୋକଙ୍କ ଭିତରେ ଅଛି, ନାଇଁ। ମୋର ମତ। ନାଇଁ ନା କଣ କହିବ ଇଏ- ଆପଣଙ୍କୁ ବର୍ତ୍ତମାନ ନା, ଲୋକ ନାଇଁ। କିଏ ହତାଶ ହଉଛି ବର୍ତ୍ତମାନ?
କାହା କରିଦେଲେ ନା ଇଏ ଯୋଉ ସର୍ଭେରେ ବି ଏଇଟା କହୁଛି ଅଧିକ ଡେଭଲପମେଣ୍ଟ ହେଲାଣି ନାଇଁ ଡେଭଲପମେଣ୍ଟ କଥା ପଡ଼ିନି ରୁଟି କପଡ଼ା ମକରା ହଁ ସେ ରୁଟି ଗୋଟେ କାହାର ଅଭାବ ଅଛି ରୁଟି କାହାର ଅଭାବ ଅଛି କହିଲେ? କୋଉଠି ଦେଖେଇ ଦିଅନ୍ତୁନି କାହାର ନାହିଁ କିଏ ଇଏ ରହୁଛନ୍ତି ଭୋଗରେ କେହି ରହୁନାହାନ୍ତି। ମୁଦ୍ରାସ୍ଫୀତି ଭାରତ ବର୍ଷର ମୁଦ୍ରାସ୍ଫୀତିଟା ଦେଖନ୍ତୁ ଭାରତ ତୃତୀୟ ସ୍ଥାନରେ ହେଲାଣି ମୁଦ୍ରାସ୍ଫୀତି କମ୍ କ'ଣ ହେଇଛି ହେଇଛି 3 ନମ୍ବରରେ ଆସିକି ହେଲାଣି କମ୍ କ'ଣ ହେଇଛି ୱାର୍ଲଡରେ ମୁଦ୍ରାସ୍ଫୀତି କ'ଣ ବୁଝୁଛନ୍ତି କୋଉଟା କହୁଛନ୍ତି ଅର୍ଥନୀତିର ତ ମେନ୍ ଭଲ ରହୁଛି ବର୍ତ୍ତମାନେ ଯୋଉଟା ଆକଳନ ହେଇଛି ବୈଦେଶିକ ମୁଦ୍ରା ବର୍ତ୍ତମାନ ଏତେ ଭାରତ ବର୍ଷରେ ଅଛି ପାକିସ୍ତାନ ପାଖରେ ଅଛି ଗୋଟିଏ ମାସ ପର୍ଯ୍ୟନ୍ତ ବୈଦେଶିକ ମୁଦ୍ରା ସେ ଖର୍ଚ୍ଚ କରିପାରିବେ ଆଉ ନାହିଁ 11 ମାସ ପାଇଁ କିନ୍ତୁ ବର୍ତ୍ତମାନ ଭାରତ କତିରେ ପ୍ରଚୁର ପରିମାଣରେ କେତେ ହଜାର କୋଟି ବିଲିୟନ ଆମେରିକୀୟ ଡଲାର ରହିଛି ସଞ୍ଚୟ ହେଇକରି ତେଣୁ ଆଗ ଅପେକ୍ଷା ବ୍ୟାଙ୍କ ଆପଣ ସେ କଥା କହିବେନି ଆପଣ ଟୋଟାଲ ଉପରେ କିନ୍ତୁ ବେଶ କରି ଡାଟା ନେବେ ବିଶ୍ୱ ବ୍ୟାଙ୍କର ଭାରତ ବର୍ଷ କେତେ ଲୋକ 1000 କୋଟି ଟଙ୍କା ଖର୍ଚ୍ଚ କରୁଛି ହଁ ଖର୍ଚ୍ଚ ଆପଣ କରିଛି। କହିବେ ଯଦି ଭଲରେ ଅଛନ୍ତି ଆଉ ଲୋନି ଲୋକ ଆପଣଙ୍କର ଏଇଠି ଦେଖିବେ ଏଇ ଜାରକା ବେଲ୍ଟରେ ତାଜମହଲ ଦେଖୁଥିବେ କିନ୍ତୁ ଘରେ ମାନେ ଦରକାର ପଡ଼ିଲେ 5 ପଇସା ବାହାର କରିପାରିବେ ଦେଖୁଥିବେ ତାଜମହଲ କେତେ ବ୍ୟାଙ୍କର ଲୋନ୍ ହେଇଛି କୋଟି କୋଟି ଟଙ୍କା ଏବେ ଇଏ ପଡ଼ିଛି ଇଏ କରିକି ଇଏ କର୍ଜ କରି ପଡ଼ିଛି ଲୋକ ଦେଉନାହାନ୍ତି ଏଇଠି ଜଣକୁ ଫାଇନ୍ କରାହେଇଛି ଏଠି କେତେ 365 କୋଟି ଟଙ୍କା ହେଇଛି 65 କୋଟି ଟଙ୍କା ସେ କୋଉଠୁ ଆଣି ଦେବ ଏବେ ସେ ପଇସା ଦଉଛନ୍ତି କ'ଣ ଦେଖା 63 କୋଟି ଟଙ୍କା ଏଇଠି ଲୋକ କର୍ଜ କରି ବସୁଛନ୍ତି ସେ 63 କୋଟି ଟଙ୍କା କୁଆଡ଼େ ଗଲା ଆରେ ଆରେ ଲୋନ କେତେ ପଇସା ବାଲା ଲୋକ ସବୁ ଲୋନ କରିଛନ୍ତି କାହିଁକି ନା ତାଙ୍କ ଆୟ କରଟା କମି ଯିବ ପଇସା ବାଲା ଲୋକ ସବୁ ଯାକ ଲୋନ କରି କରନ୍ତି ବ୍ୟବସାୟ ତାଙ୍କୁ ଲୋନ୍ ଦେବ ଯେନ୍ ଦେଖିବାକୁ ଆପଣ ଜାଣନ୍ତି କେମିତି ବିନା ଲୋନ୍ ଦେଇଦେବ କିଛି ନା ଆଉ ସୁଧ କମ ପଦାରୁ ଆଣିଲେ ଅଧିକ ଥିବା ଆପଣ ସୁଧ ବ୍ୟାଙ୍କରୁ ଆଣିଲେ ସୁଧ ଦେବେ ଆଡ଼େ ଆପଣ 20% କି 30% ଲୁଗା ଦୋକାନ ଟିକେ କରିଛନ୍ତି ଆପଣ ଲୋକ କତରୁ ଆଣିଲେ ସେଠି 1% ଦେବେ ତାରି ଟଙ୍କାରେ ଆପଣ ବେପାର କରିକିରି ତାରି ପଇସା ସୁଝିଲେ ଆପଣ ମଝିରେ ସବୁ ଯାକ ଲାଭ ପାଇଲେ ତେଣୁ ଆଗ ଅପେକ୍ଷା ଯଦିଓ ଆମର ମୁଦ୍ରାସ୍ଫୀତି ଅଛି ପୁରା ହେଇନାହିଁ ସ୍ୱଚ୍ଛଳ କିନ୍ତୁ ବିକଶିତ ପଥରେ ବର୍ତ୍ତମାନ ତାର ଜାତୀୟ ହାର ହିସାବରେ ଦେଖାଉଛି ଯେ ବର୍ତ୍ତମାନ ଭାରତ ବର୍ଷ ଏତେ ବର୍ଷ ସୁଦ୍ଧା ବିଶ୍ୱରେ 1 ନମ୍ବର ଶକ୍ତି ଭାବରେ ତାହେଲେ ସେଇଟା କ'ଣ ଭୁଲ ଆକଳନ ହେଉଛି ଅଭାବ ଅଛି ସେ କଥା କିଏ କହ କିନ୍ତୁ ଅଭାବଟା ଏତେ ପରିମାଣରେ ନାହିଁ ଯେ ଆର ମେରୁଦଣ୍ଡକୁ ଭାଙ୍ଗି ଦେବ ଯାହା ଆମେ ସବୁ ସର୍ଭେରୁ ଦେଖୁଛେ ସେମିତି କ'ଣ କହୁନି କି ଆମେରିକା ଅବସ୍ଥା ବର୍ତ୍ତମାନ ଖରାପ ଆ ଅବସ୍ଥା ବର୍ତ୍ତମାନ ଖରାପ ସେମିତି ହେଉନି କି କିନ୍ତୁ ଆମେରିକା ପୁଣି ପୃଥିବୀର ସବୁଠୁ ଦ୍ୱିତୀୟରେ ଅଛି ଚାଇନା ତୃତୀୟ ସ୍ଥାନକୁ ବର୍ତ୍ତମାନ ଯାହା କହିଲେ ଭାରତ ପଳେଇ ଆସିଲାଣି ତେଣୁ ବର୍ତ୍ତମାନ ଚାଇନାକୁ ଇଏ ଭାରତ ବର୍ଷରେ କିରି 100 କୋଟି 40 ଲକ୍ଷ ଲୋକ ହେଲା ବେଳକୁ ସେ ଜାଗାରେ ଗୋଟେ ଗୋଟେ କଣ୍ଟ୍ରି ନା 2 କୋଟି 1 କୋଟି 70 ଲକ୍ଷ ଏଇଭଳିଆ ଗୋଟେ ନେକା ଦେଶ ସିଏ ଏତେ ଡେଭଲପମେଣ୍ଟ କରିପାରୁଛନ୍ତି ଇଏ କାହିଁ କରିପାରୁନାହିଁ କହୁନାହାନ୍ତି ଆଗରେ ମୁଁ ଆପଣମାନଙ୍କୁ କହିଲି ଏ ଭାରତ 1947 ହେଲା 1967 ଆମେରିକା ଇଏ ଇଣ୍ଡିପେଣ୍ଡେଣ୍ଟ ହେଲା ସେଇଟା ଆପଣମାନେ ହସିଲେ ମୋ କଥା ଟିକିନି ତାହେଲେ ଜଣେ ଲୋକ କହୁଛି ଆପଣ ଆଡ଼ମିଟ୍ କରିବା ଦରକାର 1967 ମସିହାରେ ଭାରତ ନା କ'ଣ ଆମେରିକା ଫ୍ରିଡମ୍ ପାଇଲା ଇଏ ପାଇଲା 147 ସେ ଡେଭଲପମେଣ୍ଟ ଅଧିକ କରୁଛନ୍ତି ବହୁତ ଦେଶ କରୁଛନ୍ତି ସେ କଥା କହି କେମିତି ହେବ ଆପଣ ମୁଦ୍ରାସ୍ଫୀତି ମୁଁ ଯେଉଁ ଇଟା କଲି ନା ଆମର ମୁଦ୍ରାସ୍ଫୀତି ଅଛି କିନ୍ତୁ ଆମର ଦିନ ଦିନ ଭାରତ ବିକଶିତ ହଉଛି ନା ଦରିଦ୍ର ହେଇକା ଯାଉଛି ଆରେ ବିକଶିତ ନାହିଁ ଆପଣଙ୍କ ଠାରୁ ଆପଣ ପୁଅ ଭଲ ବଢିଲା ନା ଆପଣ କଲେ ସେଇଆ ସେଇଟା ତ ସ୍ୱାଭାବିକ ହବ ସେଇ କଥା ବା ବଢୁଛି ବୋଲି ଆମେ ଏଇଟା ନୁହେଁ ଏଇଟା କ'ଣ ସ୍ୱାଭାବିକ ଏଇଟା ତ ହବ ହବା ପଡେ ଭାବିବାର କିଛି ନାହିଁ କେତେ ହେଇଗଲାଣି ଟାଇମ୍ ଯାଅ 5-10 ମିନିଟ୍ ଖାଲି ପଢିଦେଲେ ସରନ୍ତା ଯେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ନ ବୁଝିଲେ ପଢିଲେ କିଛି ଲାଭ ଭାଇନା କାଲି ରହିବେ ଏଠି ନାଇଁ ପାଖରେ ଜମା ପଡା ହେଲାଣି ହଁ କାଲି ଯିବି ତ 7-8 ଦିନ କୁଆଡେ ରହିବେ ମୋର 2-4 ଦିନ ଛୁଟି ଏକ୍ସେସନ୍ ଦରକାର ପଡ଼ିବ ଯଦି ମୋ ନାତି ସାଙ୍ଗରେ ତ କଥା ହେଉନି
ଏଇଟା ଲଗେଇ ଦେଇ ମୋବାଇଲଟା ଶୁଣ ଅଣା ପଡ଼ିଲେ ଖାଇକି ରଖିକି ଭାତ ଆଶା ଖାଇବ ଯେ ଆଉ ଅନେକ କରିବି କ'ଣ ମନଟା ଭାରି ଦୁଃଖ ଜିନିଷ ଖାଇ ସେଇଗୁলো ଆଗେ ଦେଇଥିଲା ମାଟ୍ରିକ ପରୀକ୍ଷାରେ ଜଣେ 99.7 ରଖିଛି କିନ୍ତୁ ପଡ଼ିଗଲା ବ୍ରେନ୍ ହ୍ୟାମରେଜ୍ ହେଇଗଲା ମରିଗଲା ଏଇ 11 ତାରିଖ ତାର ରେଜଲ୍ଟ। ସେମିତି ଆମ ହାତରେ କିଛି ଜିନିଷ ଆରେ ଆମ ହାତରେ ନାହିଁ ତାହେଲେ ଆମେ ହଇରାଣ ହେଲୁ ଖାଇବା ପାଇଁ ପାଇଲେ ହଇରାଣ ହଉଛୁ ଏବେ ଏଇ ତାକୁ ନେଇକି ଶୁଣିକି ନେଇକି ଛାଡ଼ି ଭୁବନେଶ୍ୱରରେ କ'ଣ ପାଇଁ ଛାଡ଼ିଲେ ସେଇ ଜିନିଷ କହିପାରିବେନି ଆପଣ ଛାଡ଼ିଲେ କିଏ କଲେ ହବ ବୋଲି ଆପଣ ଗ୍ୟାରେଣ୍ଟି ନା ନା ସେଇଟା କହିବ ଗ୍ୟାରେଣ୍ଟି କ'ଣ ଆଜିକାଲି ଦୁନିଆରେ ଅସମ୍ଭବ ନାହିଁ କେବଳ ମା ବାପକୁ ଛାଡ଼ି ଆପଣ ମୋ ହିସାବରେ କର୍ତ୍ତବ୍ୟ କରିଛନ୍ତି କିନ୍ତୁ କ'ଣ ହବ ଆରେ ବାବା ଶୁଣନ୍ତୁ ନା ମୋ ହିସାବରେ କିନି ମୁଁ ଜାଣିଛି ଯା ମା ବାପକୁ ଛାଡ଼ିଦେଲେ ଦୁନିଆରେ ସବୁ ସମ୍ଭବ ବାସ୍ ତ ମୋର ଏତିକି ଜାଣି ନାଇଁ ସେଇଟା ସତ କଥା। ଅସମ୍ଭବ ବୋଲି କିଛି ନାହିଁ ମୁଁ ତ କାହାରି କଥାରେ ନାହିଁ ବାସ୍ ଏଇଟା ପକ୍କା ବାପା ମାଠୁ ଆଉ ବଡ଼ ପଇସା ଜିନିଷ ପଇସା ପଇସା ୟାକୁ ତ ସମସ୍ତେ ସ୍ୱୀକାର କରିବେ। ଶୁଣନ୍ତୁ ନା ମୁଁ ପଇସା ଏଇ ଯେମିତି କହିଲି ଯେ 99% ପଇସା ସେଇଟା ତ ଭାଗ୍ୟ ସେ ଚାଲିଗଲା ଗଲା କିନ୍ତୁ ମୁଁ ଯେ କହୁନି ଯେ କି ଆରେ ବାବା ସେ ତ ଅଲଗା ଏକ୍ସେପସନାଲ ଜିନିଷ ହେଇଗଲା କିନ୍ତୁ ଯେତେବେଳେ ମୁଁ ପଇସା ଖର୍ଚ୍ଚ କରୁଛି ଯେତେବେଳେ ମୁଁ ଲଗେଇଛି କାହିଁ ଯେଉଁଟା କାହିଁ ନ ହେଇପାରିବ ଆରେ ମୁଁ ଏତେ କଷ୍ଟ ସହିଲି ମୁଁ ନେଇକି ତୋତେ ବାହାରେ ଛାଡ଼ିଲି କାହିଁ ନ ହବ ଇଏଟା ଅଭାବ କ'ଣ ରହିଲା ସେ କଥା ପଡ଼ିଛି ଆଉ ସେଇଟା ସବୁ କିଛି ରଖିଲେ ତୁମ ଜାଗାରେ ଠିକ୍ ରହିଲା ଭାଗ୍ୟ ଛାଡ଼ା ତାହେଲେ ସେ କ'ଣ ଲାଭ ଅଛି ତାପରେ ଗୋଟାଏ ରହିଛି ମସ୍ତିଷ୍କରୁ ଉର୍ବର ତା ଜଣେ କମ୍ ପରିଶ୍ରମ କରି ରଖୁଥିବ ବେଶୀ ମାର୍କ ଜଣେ ବହୁତ ପରିଶ୍ରମ କରୁଥିବ ତାଠୁ କମ୍ ସେମିତି କିଛି କୋଉ ଜିନିଷ ଆପଣ ସଠିକ୍ ଭାବରେ ତାକୁ କହିପାରିବେ ନାହିଁ। ମନେ ରଖିବାର ସ୍ମରଣ ଶକ୍ତି କାହାର କେତେ ଅଧିକ ସେଇଟା ଉପରେ ନିର୍ଭର କରେ ଜିନିଷ। କମ୍ ପାଠ ପଢ଼ୁଛନ୍ତି ବହୁତ ମନେ ରହୁଛି, ବହୁତ ପାଠ ପଢ଼ୁଛନ୍ତି କମ୍ ମନେ ରହୁଛି କିନ୍ତୁ ସେ ତାର ଆଭରେଜ ରଖିଛି 90% ଆଭରେଜ ରଖିଛି ତେଣୁ ପୁଣି ତାର ଆରେ ବାବା ମୋର କହିବା ନାହିଁ ଆପଣ ନାଇଁ ତମେ ଦୁଃଖିତ ହୁଅନ୍ତୁ ନାହିଁ ସେ ପୁଣି ଆଗେଇବା ପାଇଁ ତାକୁ ଆଗେଇବା ପାଇଁ କ'ଣ ହବ ଯେତେ ପ୍ରକାର ପ୍ରିକସନ ନେବା କଥା ମୋ ପାଖରେ କେହି ମାନେ ଏକ୍ସକ୍ୟୁଜ ନାହିଁ ବୋଲି କହିଲେ ଚଳେ ଏଇଟାକୁ ଜମା ଆରମ୍ଭ ହେଲା ମୋ ପାଖରେ ଏକ୍ସକ୍ୟୁଜ ନାହିଁ ଏ ଭଲ କଥା ଏଗୁଡା ବି ଆମ ସାମାଜିକ କଥା ଆମର ଚଳନ୍ତି କଥା ଏଗୁଡାକ ଇଏ କଥା ଯାହା ସେ କଥା ସେଇଆ ସେଇ କଥାରୁ ଏ କଥା ସବୁ ତିଆରି ହେଇଛି ସବୁ ଜିନିଷଟା ଏମାନେ କ'ଣ ପାଠ ପଢୁଥିଲେ କିଛି ନାହିଁ ଆଉ ତାହେଲେ ଆଚ୍ଛା ଯେତେବେଳେ ସୋର୍ସ ଆପଣ ବର୍ତ୍ତମାନ ଷ୍ଟେଜରେ ବହୁତ ସୋର୍ସ ପାଉଛନ୍ତି ଜାଣିବା ପାଇଁ ବହୁତ ସେତେବେଳେ ଟାଇମରେ ପାଠ ପଢା ନାହିଁ ନାଇଁ କିଛି ନାହିଁ କିନ୍ତୁ ସେ ପୁଣି କ'ଣ ହେଲା କେମିତି ଇଏ ସମସ୍ତେ ଲେଖୁଥିଲେ ନା ସମସ୍ତେ କେମିତି ସେଟା ଯେମିତି ସମ୍ଭବ ହେଇପାରିଲା କିନ୍ତୁ ବର୍ତ୍ତମାନ କାହିଁ ନ ହେଇପାରିବ ସେତେବେଳେ କିଛି ନଥିଲା ସୁବିଧା ବର୍ତ୍ତମାନ ବହୁତ ସୁବିଧା ଆଉ ବହୁତ ସୁବିଧା ଖାଇବା ପିଇବା ରହିବା ସବୁ ସୁବିଧା ପୁଣି ତା ସହିତ ଶିକ୍ଷା ମାନେ ଟ୍ୟୁସନ ଅନ୍ୟାନ୍ୟ ସବୁ ସୁବିଧା ଦିଆହେଉଛି। ଆମେ ଯେତେବେଳେ ଆଇତା ଖାଲି ଗୋଟରେ ଯିବା 7-8 କିଲୋମିଟର ଯାଇ ସ୍କୁଲ କିଛି ଖାଇବା ନାହିଁ ସକାଳ କ'ଣ ଟିକେ ଖାଇନେଇ ଯାଇଥିବ ଆସିବ ଯାଇ ବୁଲି ବୁଲିକା କିଛି ପାଖରେ ବି ପଇସା ନାହିଁ କୋଉଠି କ'ଣ ଖାଇବ ପିଲାଙ୍କ ପାଖରେ ପ୍ରଚୁର ପଇସା ଆପଣ ବ୍ୟାଗ ଧରିକି ଯାଉନଥିଲେ ବ୍ୟାଗ ଧରିକି ଯାଉନଥିଲେ ପାଣି ପତ୍ର ଧରିକି ଏଇ ଯୋଉ ମାଇକିନା ଗୁଡା ଯାଉଛନ୍ତି ସବୁ ପଛରେ ଆରେ ଛୁଆକୁ ଆଗ ଦେଖ ମୁଦୁଗା କରୁଛନ୍ତି ଆରେ ଯୋଉ ଇଏଟା ଦେଖ ତମେ ସେ ଅବିକା କ'ଣ ବ୍ରଏଲର କୁକୁଡ଼ା ମାଛ ମାଂସ ଅଣ୍ଡା ଫଣ୍ଡା ପ୍ରଚୁର ଦେଇକିରି ତାକୁ ଗ୍ରୋଥ କରିଦେଉଛନ୍ତି ତାଙ୍କ ବୁଦ୍ଧିଟା ସ୍ଥୂଳ ହେଇଯାଉଛି ଆଉ ସୁକୁମ ହଉନାହିଁ। ସେ ସେଇ ଯୋଗୁଁ ଉପଲକ୍ଷିତ କାଲି ଜଣେ କହୁଥାନ୍ତି ଯେ ସିଂହର ବଡ଼ ବଡ଼ ଦାନ୍ତ ଅଛି ବୋଲି ସେ ହାତୀକି ମାରି ଦେଉଛି କିନ୍ତୁ ହାତୀଟା ହେଉଛି ପ୍ରକୃତ ବଳବାନ ନୁହେଁ ବଳବାନ କି ତାର ଅଛି ବୋଲି ଏକବାରେ ଲକ୍ଷ ଦାନ୍ତ ଫାନ୍ତ ସବୁ ସାଇଜ୍ ଅଛି ବୋଲି କାମୁଡ଼ିକିରି ବେକଟାକୁ ଧରୁଛି
କିନ୍ତୁ ଇଏ ଶାକାହାରୀ ପ୍ରାଣୀ ହେଲେ ବି ଆଧରେ ଶକ୍ତି ସାମର୍ଥ୍ୟ। ଗୋରୁଟା ଦେଖନ୍ତୁ 24 ଘଣ୍ଟା ସକାଳଠୁ ରାତି ଯାଏ ବୁଲୁଛି, ସେ ତାର ହଳ କରୁଛି ସଂସ ହଉନି। କୁକୁରଟା କ'ଣ କରୁଛି, ଘେରା ଦୌଡ଼ି ଯାଉଛି। କାହିଁକି ନା ମାଂସାଶୀ ଯେଉଁମାନେ ଏଇଗୁଡ଼ାକ ଖାଆନ୍ତି ତାମସିକ ଦ୍ରବ୍ୟ, ସେମାନେ ପ୍ରକୃତ ହେଉଛନ୍ତି ଦୁର୍ବଳ। ବାଘ ବି ଧ୍ୱଂସ ହଉନି। ଭାଗବତ ହବ। ହଁ। କିନ୍ତୁ ହାତୀ, ହରିଣ, ଛେଳି, ଗାଈ ଇଏ ହେବେନି। ତାଙ୍କର ପ୍ରକୃତ ବି ଶାରୀରିକ ସାମର୍ଥ୍ୟ ତାଙ୍କଠୁ ବେଶୀ, କିନ୍ତୁ ତାଙ୍କର ତୀକ୍ଷ୍ଣ ଜିନିଷଟା ଅଛି ବୋଲି ତାଙ୍କୁ ଧରି ପକେଇଲା ଆସି ତଣ୍ଟିକି। ତାଙ୍କର ଆଉ କିଛି ଉପାୟ ନାହିଁ। କିନ୍ତୁ ସେମାନେ ପାଣି କ'ଣ ଦେଖିଲେ, ତାଙ୍କର ମାଂସାଶୀ ପ୍ରାଣୀ ବୋଲି ତାଙ୍କ ଆଗ ଦାନ୍ତ ଗୁଡ଼ାକ ଏଡ଼େ ଏଡ଼େ। ବିଲେଇ ଦେଖନ୍ତୁ, କୁକୁର ଦେଖନ୍ତୁ, ଶୃଗାଳ ଦେଖନ୍ତୁ, ସିଂହ ଦେଖନ୍ତୁ, ବାଘ ଦେଖନ୍ତୁ, ମଣିଷ ଦେଖନ୍ତୁ, ଛେଳି ଦେଖନ୍ତୁ, ଗାଈ ଦେଖନ୍ତୁ, ଗୋରୁ ଦେଖନ୍ତୁ, ତାଙ୍କର ସବୁ ଦାନ୍ତ ହେଲା ସମାନ। ଇଏ ପାଣିକି ଶୋଷିକିରି ପିଇବେ, ସିଏ ଚାପୁ ଚାପୁ କରି। ତେଣୁ ସେଇଟା ଆପଣଙ୍କ ଆଗରୁ ସିଂହକୁ ଗୋଟେ ମଇଁଷି, ଯୋଉ ବଣ ମଇଁଷି ଯୋଉ ପିଙ୍ଗିଡ଼ିଲା ଯେ ମୁଁ ବା ଦେଖିଛ ନା? ଏମିତି ପୁରା ଫୋପାଡ଼ି ଦେବେ। ଚକ୍ର ମାରିକି ସେ ମଣିଷରେ କଣ କମ ବଳ, ପାଞ୍ଚଟା ସଙ୍ଗେର ବଳ ତାର। ହଁ, ବଳ। ଇଏ କ'ଣ ତା ପିଠି ବାହିତ ଚଉଡ଼ା। ମୁଁ ଯେଟା ଦେଖୁଥିଲି ସେ କୋଉ ଭଳିଆ ଫୋପାଡୁ ଦେଇ ଦେଖୁଛନ୍ତି। ବାପରେ ବାପ ସାରା ପ୍ରକୃତରେ ସେମାନଙ୍କର ଦେଖିଲେ ମୁଁ କେବଳ ସେ ଧରି ପକାନ୍ତି ବୋଲି ତଣ୍ଟିଟାକୁ। ହଁ, ସେ ରହିଯାଇଛି। ତାହେଲେ ତୁମେ ଆଉ କିଛି କରିପାରିବନି ଆଉ। ସେ ନଟିକିରି ପରେ ରହିବ ଧରିକିରି। ଦୌଡ଼ିକି ରହିଯିବ। କାଇଦା ତାଙ୍କୁ ଜଣା ମାରିବା ପାଇଁ। ଯେତେବେଳେ ମାନେ କାମଟା ଟାର୍ଗେଟ ଦିଆଯାଇଥାଏ ସମସ୍ତଙ୍କୁ, ପ୍ରାୟ ଯାହା ଯେମିତି ଡ୍ୟୁଟି, ମୁଁ ସବୁବେଳେ ଯେତେବେଳେ କିନ୍ତୁ ଏଇ ଶିବ ଠାକୁର ମୁଁ ଆଗ ଇଏ କରେ, ମୋର ଟାର୍ଗେଟକୁ ଏକ୍ସେପ୍ଟ 150 କରିବି ଯେମିତି ହେଲେ। ଆପଣ ବିଶ୍ୱାସ ମୋ ଆଖିରୁ ଲୁହ ଗଡ଼ିଯିବ। ମୁଁ ଏଇଟା କିନ୍ତୁ କରିବି, ତ ଯେମିତି ହେଲେ ଛାଡ଼ିବିନି। କିନ୍ତୁ ଯାଉ ସେଠି ନାଇଁ ସେଇଟା କାହିଁକି ଆପଣଙ୍କର ମୁଁ ଯେତେ ମୋର ଇଏ ଥିଲା, ମୁଁ ଅସମ୍ଭବ କାହିଁକି କ'ଣ ନ ହେଇପାରିବ। ତେଣୁ ମୁଁ ସବୁବେଳେ କି ଯଦି ଯେଉଁଥିରେ ମୋର ଟାର୍ଗେଟ୍ ଅଛି ମାର୍ଚ୍ଚ ମାସ ଶେଷ ହେଇଯିବ, ଆଖିରୁ ଲୁହ ଗଡ଼ିଯିବ। ଆପଣଙ୍କର ମନଟା ଆନନ୍ଦ ହୁଏ ନାହିଁ। ଠାକୁରଙ୍କ ପାଖରେ କି ଏଇଠି ମୁଁ ସତ କଥାଟା ସେଇଟା ଭାଇନା କାହିଁକି ହୁଏ? ମାନେ ମୁଁ କାହାରିକି ଜମା ମାନିବା ପାଇଁ ତିଆର ନୁହେଁ। ମୁଁ ଜାଣିଛି ମୋ କାମ ଏଇ ମିଳିଛି ବା ହବାର ଅଛି ଆଜି। ବାସ୍ ଆଜି କାମ ଆଜି କମ୍ପ୍ଲିଟ୍ ହବାର ଅଛି, କାଲିକି ରହିବନି ସେ। ଯୋଉମାନେ ପ୍ରକୃତ ଘଟିବା ପାଇଁ ତୟାର, ସେମାନେ କାହାକୁ ଡରିବା ନା କେବେ ବି ନାହିଁ। ଯିଏ ଆଳସ୍ୟ ପରାୟଣ ଲେଖିକି ମାରିଥିବି ପୁରା ଆଜିର ଯାହା ହେଇକି ଏଇ ମୋ ସାମ୍ନାରେ ଦେଖନ୍ତୁ, ପୁରା ପୁରା କ୍ୟାମେରା ଲଗେଇଥିବି, ପୁରା ପୁରା ଯୋଉଠି ଯେଠି ଯାହା ହେଉଥିବ ସେଗୁଡ଼ା ମୁଁ ଦେଖିବି। କିନ୍ତୁ ମାନେ ଅସମ୍ଭବ ବୋଲି ଆଜିକାଲି କହୁଛି, ଅସମ୍ଭବ କିଛି ନୁହେଁ ଆଜ୍ଞା। କାରଣ ମୋର ଏଇଆ ଅଛି, ମୋତେ ଏଇ କାମ ଦିଆଯାଇଛି, ବାସ୍ ଏତିକି ଜାଣେ। ଓଡ଼ିଆ ଲୋକଙ୍କ ପାଇଁ କିଛି ଅସୁବିଧା ବାସ୍ ଫେର ମାରିବାର ନାହିଁ ତ।